आय ओम नमो भगवते वासुदेवाय ओम नमो भगवते वासुदेवाय नारायणं नमस्कृतं नरं चैव नरोत्तमं देवीं सरस्वती व्यासं ततो जयमुदीरये मूकं करोति वाचालं पङ्गुलङ्घयते गिरि यत्कृपातमहं वन्दे श्रीगुरुदीनतारिणे परमानन्दमाधव कृष्णाय वासुदेवाय देवकी नन्दनाय च नन्दगोपकुमाराय गोविन्दाय नमो नमः नष्टप्रायेषु अभद्रेषु नित्यं भागवत सेवया भागवत उत्तम श्लोके भक्तिर्भवति नैष्टिकी ओम ज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः श्रीचैतन्यमनभीष्टं स्थापितं येन भूतले स्वयं रूप कदा मह्यं ददति स्वपदान्तिकं वन्दे अहं श्रीगुरो श्रीयुतपदकमलं श्रीगुरून् वैष्णवान् श्रीरूपं साग्रजातं सगणरघुनाथामितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादानुसगणललिता श्रीविशाखान्वितवचम् नमो ओं विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिनिते नामिने नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौरभक्तवृंद हरे कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम राम हरे हरे सत्य समस्त को श्रीरुद्रवाच जीतं ते आत्मवीत वर्यस्वस्ते स्वस्ति मे भवतारधसाराधं सर्वास्मै आत्मने नमः श्रीरुद्रवाच जीतं ते आत्मवित वर्यो स्वस्त ये स्वस्ति अस्तु मे भवतारधसाराधं सर्वास्मम् आत्मने नमः नमः पंकजनाभाय भूत सूक्ष्मेन्द्रियात्मने वासुदेवाय शांताय कूटस्थाय सौरिचिसे श्लोकटा किए गाइले कहल भागवतर सेम श्लोक यहाँ कुंती महाराणी नम पंकज नाभाय नम पंकज मालिनी किंतु टिके खाली भूत सूक्ष्म इंद्रिय किंतु सेम श्लोक भागवत रे बहुत श्लोक एकदम माने सेम श्लोक आसे आ गोटे श्लोक अच्छी जो सेम श्लोक बुतासुर गाई सेम श्लोक नागपत्नी गण गाई सेम श्लोक तीन टा चार्टा जगह गाई गोटे श्लोक नानाक पुष्टम नाच सर्वभौम्यम नानाक पुष्टम नाच सर्वभौम्यम ना सिद्धि ना परमगति मत ना सर्वमोर लोक दरकार ना सिद्धि दरकार यहाँ बुतासुर गाई यहाँ नागपत्नी गण गाई श्लोकटा को पांचटा भक्त मैंने प्रेयर कर माने श्लोक बहुत गुरुत्वपूर्ण बारंबार आसो कौन बुझे माने जिन तुमको जोटा भल लगे से कौन कर बारंबार को माने दोहरा हो ना तो
ଏଇଥିରେ ବି ଆଉ ଗୋଟେ ଶ୍ଲୋକ ଅଛି ପ୍ରଥମ କ୍ୟାଣ୍ଟରେ ସୁଖଦେବ ଗୋସ୍ୱାମୀ କହିବେ ଯେମିତି ଏଇଠି ଶିବଜୀ କହିବେ ମାନେ ଗୋଟେ କ୍ଷଣ ମାତ୍ର ବି ସାଧୁ ସଙ୍ଗ ମାନେ ଅତି ଦୁର୍ଲଭ ସମୟ ଥାଏ। ତ ସେଇଟା ଯେଟା ଫାର୍ଷ୍ଟ କ୍ୟାଣ୍ଟରେ 17 ଅଧ୍ୟାୟରେ ବର୍ଣ୍ଣନା କରିଛି 18 ଅଧ୍ୟାୟରେ ସୁତ ଗୋସ୍ୱାମୀ ସେଇଟା ଶିବଜୀ ଏଇ ଯେଉଁ ରୁଦ୍ର ଗୀତାରେ ବାରମ୍ବାର ଶ୍ଲୋକକୁ ସବୁ ଦୋହରା ହେଉଛି ଏଇ ରୁଦ୍ର ଗୀତାରେ। ସେଥିପାଇଁ ରୁଦ୍ର ଗୀତା ବହୁତ ମାନେ ଆମ ବୈଷ୍ଣବ ମାନଙ୍କ ପାଇଁ ବହୁତ ଦରକାର। ଏଇଟା ଗୋଟେ ଗୀତ ଯେମିତି ଭଗବତ ଗୀତା ଅର୍ଜୁନ ମାନେ ଏଇଟା ଡିଭୋଟି ମାନଙ୍କ ପାଇଁ ଏଇ ଗୀତାଟା ମାନେ ଭକ୍ତମାନେ ଏଇ ଗୀତାଟାକୁ ଜାଣିବା ଦରକାର ଜୀବନରେ। ତ ଏଇଠି ରୁଦ୍ର ଉବାଚ ଏଠି ସମସ୍ତେ ପ୍ରଭୁପାଦ ଜୀ ଆ ଉପରେ ବହୁତ ସୁନ୍ଦର ଭାବରେ ଏଇ ଗୀତଟା କାହାକୁ କହୁଛନ୍ତି ଏଇଟା ମନେ ରଖିବା ଦରକାର। ଏଇ ଗୀତ ରୁଦ୍ର ଭଗବାନ କାହାକୁ କହୁଛନ୍ତି? ସେ ଶୁଣିଛି ତ ଏଇ ରୁଦ୍ର ଗୀତା ହେଇଥିଲା ଆମ ଜଗନ୍ନାଥ ମନ୍ଦିରରେ ଏଇ ଶିବ ଚତୁର୍ଦ୍ଦଶୀ ଦିନ 5 ବର୍ଷ ତଳେ ଏଇ ଯୋଉ ଆମେ ନାଇଁ ଆମ ଜଗନ୍ନାଥ ମନ୍ଦିରରେ ସେ ଏବେ ସେ ମନ୍ଦିର ହେଲା ଆମେ ଡାକୁଛନ୍ତି ଗୋଟେ ଶିବଜୀ ଅଛନ୍ତି ସେଇଠି ଜାଗରକୁ ପୁରା ଫୁଲ ଲୋକ ପୁରା ମାନେ ନାଟ ବାଟିକି ପୁରା ଡିଜି ଫିଜି ବଜେଇଛନ୍ତି। ଜଗନ୍ନାଥ ଇଏ ନିଜେ ସାକ୍ଷୀ ଅଛି ବହୁତ ଲୋକ ଅଛନ୍ତି 30-40 ଜଣ ବସିଛନ୍ତି ଜଗନ୍ନାଥ ସ୍ୱୟଂ ବସିଛନ୍ତି ସନ୍ଧ୍ୟା ବେଳକୁ ରୁଦ୍ର ଗୀତା ପାଠ ହବ ସେଠି। ତ ମୁଁ ଯାଇଛି ପୁରା ଡିଜି ବାଜିଲା ମାନେ ଦୂର ମୁଁ କହିଲେ ଜଗନ୍ନାଥ ଅନେଇଲି ମୁଁ କହିଲି ତୋର ଇଚ୍ଛା ନାହିଁ ଏଠି ଶୁଣିବା ପାଇଁ ବନ୍ଦ କରୁଛୁ ମୁଁ ପଳେଇବି ଭାଇ ଭାଗବତକୁ ଅପମାନ କରିପାରିବିନି ତୁ କି ଲୀଳା କରୁଛୁ ଯେ ପୁରା ଡିଜି ବାଜିଲାଣି ମତେ ଏଠି କଥା କରେଇ ଦଉନାହାନ୍ତି ମତେ ଭଲ ବନ୍ଦ କରି ଯିଏ ବନ୍ଦ ବୋଲି କରିବି କହିଛି 30-40 ଲୋକ ବସିଛନ୍ତି ବିଶ୍ୱାସ କରିବେନି। ଅଚାନକ ଏମିତି ସମୟ ଥିଲା ପୁରା ଗୋଟେ ମେଘ ଆଇଲା ଘଟଣା ସେ ଡିଜିକି ପଟିଲା ସେ ଡିଜି ଫାଟିଲା ଲାଇଟ୍ ବନ୍ଦ ଘଡ଼ଘଡ଼ି ବିଜୁଳି ପୁରା ପୁରା ସଡନ ଆମର ଯୋଉ ଦୀପ ଫିପ ଯୋଉ ଲଗେଇଥିଲେ ଜାଗରକୁ ମୋର ସେମ୍ 7ଟା ଦୀପ ଫିପ ଲଗେଇଥିଲା ହେଲେ ଆମର କିଛି ପ୍ରୋବ୍ଲେମ ନାହିଁ ଡିଜି ଫିଜି ମାଇକି ନାହିଁ ଆମର ଏବେ ଜିନେ ମାଇକି ଭାଇକି ବିଶ୍ୱାସ କରିବନି ଧୂଳି ଆକାର ଗୋଟେ ଆଇଲା ପୁରା ମୁଁ କହିଲି ବନ୍ଦ କରିଦେବି ବହି ଧରିଲି ମୁଁ କହିଲି ଭାଇ ଏଇଟା ହବନି ଏ କଥା ଅବମାନ ହବ ଏଇଠି ଭାଇ ଜଗନ୍ନାଥ ତୁ ଇଚ୍ଛା ନାହିଁ କାଲିକି ଆସିକି ମୁଁ ରୁଦ୍ର ଗୀତା ପାଠ କରିବି କିନ୍ତୁ ଆଜି ଆଉ କରିପାରିବିନି ଏଇ ଡିଜି ଫିଜି ବାଜିବ ଏ ଶାସ୍ତ୍ର ଅବମାନ ହବ ମୁଁ କରିପାରିବି। ଏମିତି ଭାବୁଛି ପୁରା କୁଆଡେ ଗୋଟେ ଘୂର୍ଣ୍ଣ ଚକ୍ର ଗୋଟେ ବାତ୍ୟା ଗୋଟେ ଆସିଲା ସବୁ କହିଛନ୍ତି ଆରେ କଣ ଗୋଟେ ବାତ୍ୟା ଆଇଲାଣି ପ୍ରଭୁଜୀ କହିଲାଣି ବନ୍ଦ କରିଦେବି ବୋଲି କଣ ବାତ୍ୟା ମୁଁ କହିଲି ଆସିଲେ ରୁଦ୍ର ଦେବ କଣ ପୁରା ପୁରା ଘୂର୍ଣ୍ଣି ବାତ୍ୟା ଆଇଲା ଗୋଟେ ବିଜୁଳି ସିଧା ସେ ଶିବ ମନ୍ଦିରକୁ ଗଲା ସେ ଶିବ ମନ୍ଦିର ପୁରା ଡିଜି ଫାଟିଲା ପୁରା ଗୁଡୁଗୁଡି ବୁଡୁବୁଡି ସବୁ ବନ୍ଦ ସିଏ ଖାଲି ଖୋଜୁଛନ୍ତି ଭାଇ ଡିଜି ଆଣ କରେଣ୍ଟରେ ଆଣ ତାଙ୍କର ଲାଗିଛି ଆଉ ତାଙ୍କର ହବ ନା ଆମର କଥା ଆରାମରେ ମୋ ରୁଦ୍ର ଗୀତା ଯେମିତି ସରିଲା 3 ଘଣ୍ଟା 2.5 ଘଣ୍ଟା କରେଣ୍ଟରେ ମୋ ଜିନ୍ଦ ସାରିଲି ଜିନ୍ଦ ହରିବଲ ପଡ଼ିଲା ସିନ୍ଦ କରେଣ୍ଟରେ ଆଇଲା ତାଙ୍କ ଡିଜି ବାଜିଲା ସବୁ ଲୋକ ସେଇଠି କହିଲେ ଆଜି ସାକ୍ଷାତ ମାନେ ରୁଦ୍ରଦେବ ଆଇକିରି ମାନେ ଜଗନ୍ନାଥ ଆଜି ପୁରା ହେଇଯାଇଛି। ତ ରୁଦ୍ର ଗୀତା ଏଇଟା ସହଜ କଥା ନୁହେଁ ଏଇ ଯୋଉ ରୁଦ୍ର ଗୀତା ସେଇଠି ଭଗବାନ କଣ କରିବେ ଏଇ ଯୋଉ ସ୍ତୁତି କି ସ୍ୱୟଂ ଶିବଜୀ ମାନେ ନିଜେ ଗାନ କରୁଛନ୍ତି ଆଉ କାହା ପାଖରେ ପ୍ରଚେତା ମାନେ ପ୍ରଚେତା ମାନେ କଣ ପାଇଁ ଯାଇଥିଲେ କି ତାଙ୍କୁ ଆଦେଶ ଦେଇଥିଲା ନାରଦ ମୁନି। ତ ନାରଦ ମୁନି ଯେହେତୁ ତପସ୍ୟା କଲେ ଏଠି ଶିବଜୀ କହୁଛନ୍ତି ମୁଁ ତୁମ ଉପରେ ସନ୍ତୁଷ୍ଟ କଣ ପାଇଁ କହିଲେ ଶିବଜୀ କାହିଁକି ସନ୍ତୁଷ୍ଟ ହେଲେ ଗୋଟିଏ ଲକ୍ଷ୍ୟ ତୁମ ଭିତରେ କୋପରେସନ ହଉଛି ଆମ ଭିତରେ ଯେତେବେଳେ ମାନେ ଯେତେବେଳେ ବୁଝାମଣାଟା ଯଦି ପରଫେକ୍ଟ ରହିବ ନା ଦେବୀ ଦେବତା ବି ସନ୍ତୁଷ୍ଟ ହୁଅନ୍ତି ଯେତେବେଳେ ଆମ ଭିତରେ ଲଢ଼େଇ ଲାଗିବ ନା ଭଜନରେ ବି କିଛି ହବନି। ଏଠି ଶିବଜୀ ପୁରା ବର୍ଣ୍ଣନା କରୁଛନ୍ତି ମୁଁ ତୁମ ଉପରେ ପ୍ରସନ୍ନ କୋଉଥିପାଇଁ ତପସ୍ୟାରେ ପ୍ରସନ୍ନ ହେଇନି ତୁମେ 4 ଭାଇ ଗୋଟେ ଜାଗାରେ କେମିତି ଅଛ ତ ଏଇଥିରେ ଆମେ ଶିକ୍ଷା ମିଳିବା ଦରକାର ଆମେ ବୈଷ୍ଣବ ସାଥିରେ ଆମର କୋପରେସନ ବହୁତ ଜରୁରୀ ଜଣେ ଯଦି ଭୁଲ କଲା ତାକୁ ଆମେ କେମିତି ଆଡଜଷ୍ଟ କରିକି ଆମ ସାଥିରେ ମାନେ ନେବା ଦରକାର ସେମିତି ନାହିଁ ଯେ ତୁ ଭୁଲ କଲୁ ତାକୁ ସେଇଟା ବାରମ୍ବାର ପିନ୍ ମାରିବା ସେଇଟା ହଉଛି ତୁମେ ସିନିୟର ହେଇଥାଅ କିନ୍ତୁ ତୁମର ପତନ ହବ এইটা বারম্বার করা হচ্ছে মানে ମୋ କଥା କାହିଁ ଶୁଣିଲାନି ଆଚ୍ଛା କାହିଁ ବାରମ୍ବାର ଭୁଲ ହଉଛି ଆରେ ବଦ୍ଧ ଜୀବ ମାନେ ଏ ବଦ୍ଧ ଜୀବର 4ଟି ଦୋଷ ଅଛି କ'ଣ ଦୋଷ ସିଏ ଭୁଲ କରିବ ବାରମ୍ବାର ଗୋଟେ ନାହିଁ କିନ୍ତୁ 1000 ଥର ସେ ଭୁଲ କରିବ ଏଇଟା ମାନେ ସେ ଆମେ ଆଣିଛନ୍ତି ଯେମିତି ଗାଡ଼ିରେ ଯେମିତି ଟାୟାର ଫିଟ୍ ହେଇଛି ମଣିଷ ବଡ଼ିରେ ଫିଟ୍ ହେଇଛି ଭୁଲ କରିବ ଗଲତିଆ କରିବ ଆଉ ଦ୍ୱିତୀୟ ନା ଅପୁନ ଇନ୍ଦ୍ରିୟା ହେଲା ଭୁଲ କରିବ ଅପୁନ ଇନ୍ଦ୍ରିୟା ଆଉ ଠକିବ ମାନେ
संपूर्ण इंद्रिय द्वारा इल्यूशन प्रभु माया मोहित हो जल्दी मोहित हो तापर मिस्टेक करिवो ब्रह्म प्रमोदा विप्रलिप्सा बुझिया ना माने हां तो यही द्वारा आमे केबे कहा को भी हम लाइफ रे माने आमे डिवोटी लाइफ रे कहार जदी किसी टूटी आ जाए ना ता ऊपर आमे जजमेंट करिया कथा बुझुछन सेठी जजमेंट करिया माने एटा ये नाही कि भूल कर देला ताक बारंबार देखि ताक से दोष को आरोप करी प्रभु जे एटा करछि एई गलती तो सी आउ आगो को बढ़िया पे तार प्रोसेशन सी संग को आउ नहीं परिबन बुझु स्वीकार करे से जदी भूलटा को हमें जणे पड़िबो ना एटा तमर भूल हैला कि तानु जे काम ताको माने ये करिया दरकार माने गोटे भूल को कुआ जो किंतु भूलटा को जस्टिफाई करी जिंदे इंगित करा बारंबार सेटा इंगित जानछ ना भूल करा जो किंतु भूलटा को इंगित करा जो जो आमे जो भूल कला परे हमर गोटे माने गोटे मानसिक इंगित मानसिकता आसु कि तार टिपाई की बारंबार हां तो एडे तो शिवजी तांको ऊपर माने मोर एटा कहबार अर्थ कि शिवजी तांको भीतर जो कॉर्पोरेशन जो माने तांको भीतर जो बुझामणाटा बहुत सुंदर भाव रे थिबा जोगु आज वैष्णव परम वैष्णव के वैष्णव नाम नदी भीतर के गंगा वैष्णव भीतर शिवजी वृक्ष भीतर बरगछ बुझिबा ना नहीं आ शास्त्र भीतर एटा पूरा भागवत कैंट रे व्यासदेव पूरा वर्णना करछन जे महावैष्णव जे श्रेष्ठ वैष्णव सी प्रसन्न कोतिर कहउछन तुम भीतर सुसंपर्क आ सेति भाई मु तुमको गोटे गीत कहबी मु एते खुशी आई जी मु तुमको गोटे गीत कहबी से गीतटा गाउछन बुझि पाले तो माने आज रो गीतटा मु तुम ऊपर एते खुशी जाई छी कि तुम चारि भाई भीतर आछो भगवान को प्राप्त करिया को ता भीतर मु तुम गोटे आज गीत गान करबी आज से गीत भीतर एटा प्रथम श्री रुद्र उवाच रुद्र माने स्वयं शिवजी कहउछन से गीत का पाखरे ना पचेत्रावन को पाखरे हला जोड़ हस्तरे दंडायमान होती आउ यही संवाद किए कौन मैत्री विद्रोह कहते एफर कैंट क्या कहते मैत्री ऋषि विद्रोह कहते हरिद्वार रे हला यही संवाद मैत्री मुनि कहले भगवान नारायण का महान भक्त ईश्वर शिवजी कृपा परवश जोड़ हस्तरे मैंने जो आम क्या स्तुति गान करें जो स्तव कर दीटा हाथ कौन हवा दरकार जोड़ी हस्तर मान जोड़ हस्त अर्थ कौन हाथ जोड़ियार अर्थ कौन मन माने आत्मा मन प्राण रे हमर गोटे भगवान पाखे गोटे निवेदन समर्पित भाव क्रिएट होची आमे गाउछन तो छाड़ दवा सेटा होबन आमे जेते बेले कोन से स्तुति गान करछंती बा किछि भगवान को गान करछन त हाथ कोन होबा दरकार जोड़िया होबा दरकार जोड़ हस्त होबा जोड़ हस्त होइकरी के ना राजपुत्र पचता गण कहबाक लागि पचता गण कहले कि हमटो आपन गुटे सुनिया दरकार तो ए जोड़ हस्त ठिया आइजंती आ से मंत्र को ये प्रदान करछन के रुद्र भगवान देवादिदेव महादेव बुझे से कहते जितम आत्मा विधिवर्ज स्वस्थये स्वस्थे रस्तु मे भवतारधस्यराधम सर्वास्म आत्मने नमः। शिवजी भी भगवान विष्णु को स्तव कर निम्न तो कहवा के लगे हे भगवान कौन कहते हे भगवान मत कहतु हे भगवान आपण को आत्मवितिष्ट श्रेष्ठ पुरुष गणकर स्वानंद सुखद बोली कह जाउथुवा तू आपणकर सर्वापेक्षा उत्कृष्ट साधित होई अछि अतएव आमर मध्य स्व आनंद लाभ हो आपण बराबर स्व आनंद रे अवस्थित आपण समस्तंकर आत्मा सर्वमय सर्वस्वरूप मु आपन नमस्कार करुछि यार बुझि पारले आपण को आत्मवत श्रेष्ठ पुरुष गण जे आत्मा रे पूरा रंची जाइछन्ती से बॉडी कोन जाने न थांते के जो साधु माने जो संत माने आत्मा आत्मा ज्ञान तांका अगर शारीरिक ज्ञान बिल्कुल न था ये कहते से कहते जितम आत्मवीर्य जे से गौरव उत्कृष्ट आपण को जे आत्मवत बॉडी ए बॉडी के से बॉडी देखु ना सी कौन देखुं आत्मा
ସେ ଆତ୍ମଗତ ଯୋଉ ପୁରୁଷ ଯୋଉ ଶ୍ରେଷ୍ଠ ପୁରୁଷ ସେ ଶ୍ରେଷ୍ଠ ଆମ ଆଗରେ ଆମେ ସବୁ ବଡି ମେଟେରିଆଲ ଭାଇ ଚାଲରେ ଖାଇଦବା ପିଇଦବା ସବୁ ବଢିଆ କିନ୍ତୁ ଯୋଉ ମହାପୁରୁଷ ମାନେ ଏଇ ଧରାଧାମରେ ଯୋଉ ଅବତାର ହେଇଛନ୍ତି ଯେ ଏଇ ବୋଧଜୀବକୁ ନବା ପାଇଁ ଆଇଛନ୍ତି ସେ କଣ ତାଙ୍କର ଦିନ ନାହିଁ କି ରାତି ନାହିଁ ଆମ ଗୁରୁ ମହାରାଜ ମାନେ ଦିନ ଗୋଟେ ରାତି ଗୋଟେ ତାଙ୍କ ପାଇଁ ସବୁବେଳେ କୃଷ୍ଣଙ୍କର ସେବା ଏଇଟା ବୁଝିପାରୁଛନ୍ତି ତାଙ୍କୁ କୁହାଯାଏ ଆତ୍ମବତ ଆତ୍ମ ବୀର୍ୟ ବୀର୍ୟ ସ୍ୱସ୍ତେ ସ୍ୱରସ୍ତ ମେ ଏଠି ଶିବଜୀ କହୁଛନ୍ତି ସେମାନେ ସେଇ ଆନନ୍ଦ ପାଉଛନ୍ତି କୋଉଠୁ ଆନନ୍ଦ ପାଉଛନ୍ତି ସେ ଯୋଉ ଏତେ ଏମ୍ପାୱାର ହଉଛନ୍ତି ଏତେ ଯୋଉ ଭକ୍ତିରେ ଯୋଉ ରସି ଯାଉଛନ୍ତି ଯୋଉ ରଜି ଯାଉଛନ୍ତି ଆମକୁ ଲାଗୁଛି ଭାଇ ମହାରାଜ ମାନେ କେମିତି କରୁଛନ୍ତି ସେଟା ତାଙ୍କୁ କଷ୍ଟ ନାହିଁ ସେଟା ସୁଖ ମିଳୁଛି ତାଙ୍କୁ ଶିବଜୀ କହୁଛନ୍ତି ସେଟାରେ ଗୋଟେ ରସ ମିଳୁଛି ସେ ରସ ମିଳୁଛି ବୋଲି ତାଙ୍କୁ ଦିନ ରାତି ଭୁଲି ଯାଉଛି ଯେମିତି ଗୋଟେ ମଦୁଆଟା ସେ ଦିନ ରାତି ହଜି ଯାଉଛି ସେ ତାର ପୁରା ସେ ପାଉଛି ନା ବୁଝିପାରୁଛି ନା ନାଇଁ ସେଭଳି ସେଇ ଯୋଉ ଶ୍ରେଷ୍ଠ ପୁରୁଷ ମାନେ ସେ ଆପଣଙ୍କଠୁ ସେଇ ଯୋଉ ମହତ ଯୋଉ ସୁଖଟା ଯୋଉ ସ୍ୱନନ୍ଦ ସୁଖ ଆନନ୍ଦ ମାନେ ନିଜ ପାଖରେ ଗୋଟେ ନିଜକୁ ଆନନ୍ଦ କ୍ରିଏଟ କରାହଉଛି ଭାଇ ଏଇଟା ଛୋଟିଆ କଥା କି ଆମେ ସିନା ଆମେ ଭକ୍ତମାନେ ଆସିଲେ ବୋଲି ଭାଇ ଯୋଉ ଶ୍ରେଷ୍ଠ ପୁରୁଷ ମାନେ ସେ କୋଉଠୁ ସୁଖ ପାଉଛନ୍ତି ସେ ନିଜ ଭିତରେ ନିଜର ଭଜନକୁ ବଢେଇକିରି ସେ ସୁଖଟାକୁ ଯେମିତି ଗୋମାତା ନିଜକୁ ଯେମିତି ଗାଈ ଚର୍ବାଣ କରିକିରି ସେ ତାର ଡାଇଜେସନ କରାଉଛି ସେଇଭଳି ଏଠି ଶିବଜୀ କହୁଛନ୍ତି ଆତ୍ମବିତ ଶ୍ରେଷ୍ଠ ପୁରୁଷ କଣ ଆନନ୍ଦ ସୁଖ ପାଉଛି ଆନନ୍ଦ କେମିତି ସୁଖ ପାଉଛି ନିଜ ଭିତରେ ନିଜ ସୁଖଟା କାଢୁଛନ୍ତି କାରଣ ସେ ଆତ୍ମଗତ ବଡିକି କରିସାରିଲେଣି ଏ ବଡିଟାକୁ ଯେତେବେଳେ କୃଷ୍ଣ ସେବାରେ 24 ଆୱାର୍ସ କୃଷ୍ଣ ସେବାରେ ଲଗେଇବ ସେ ନିଜ ଭିତରେ ରିଏକ୍ଟ ଟିକେ ହବ କ୍ରିଏଟ ହବ ଯେମିତି ଚକା ବୁଲିଲେ ଯେମିତି ପାଣି ଗିରି କଲେ କଣ ହଉଛି କରେଣ୍ଟର ଉତ୍ପତ୍ତ ହଉଛି ଏଇ ବଡିରେ ସେଇଭଳି ଗୋଟେ ସୁଖ ଅଛି ସେ ଶକ୍ତି ଅଛି ସେ ଶକ୍ତି କଣ ଆତ୍ମା ଚିଙ୍ଗାରି ଭଗବାନଙ୍କୁ ଭଲ ପାଇବାର ସେ ସୁଖଟା ସେ ବାସନାଟା ଏଇ ବଡିରେ ଅଛି କିନ୍ତୁ ସେ ଜଳି ପାରୁନାହାନ୍ତି ଯେମିତି କାଠ ଭିତରେ ନିଆଁଟା ଅଛି ସେ ନିଆଁଟା ଯେତେବେଳେ ଜଳିବ ସେ କ୍ରିଏଟ ହବ ଭାଇ ସେ ସୁଖଟାକୁ ସେ ବୁଝିପାରିବ ତ ସେଇ ସୁଖକୁ ବୁଝିବା ପାଇଁ ଆପଣଙ୍କୁ ସର୍ବେ ଉତ୍କୃଷ୍ଟ ସାଧିତ କରନ୍ତି ଉତ୍କୃଷ୍ଟ ଶ୍ରେଷ୍ଠ ସାଧନା କରନ୍ତି କ'ଣ ପାଇଁ ସେ ସୁଖଟାକୁ ପାଇବା ପାଇଁ ଆଉ ସାଧନା କିଛି ନାହିଁ କିନ୍ତୁ ଆମେ ଭକ୍ତି କରୁଛନ୍ତି କ'ଣ ପାଇଁ ଆମ ସାଧନା କ'ଣ ଆମ ସାଧନାଟା କ'ଣ କ'ଣ କରୁଛନ୍ତି ଆମେ ସାଧନା କ'ଣ କରୁଛନ୍ତି ମୋ ପ୍ରଶ୍ନ ଭଲ କର ମୋ ଛୁଆଟା ଭଲ ଟିକେ ପାଠ ପଢ଼ିବ ମୁଁ ଟିକେ ଭଲ ରହିବି ପୁଣି ରୋଗରେ ପଡ଼ିବିନି କିନ୍ତୁ ଏଇଟା କହୁଛନ୍ତି ଯେ କି ସର୍ବ ଉତ୍କୃଷ୍ଟ ସାଧିତ କରନ୍ତି ଭଗବାନଙ୍କ ସୁଖ ପାଇବା ପାଇଁ ବୁଝିପାରୁଛ ନା ଅତଏବ ଆମର ମଧ୍ୟ ସେଇ ଆନନ୍ଦ ଲାଭ ହଉ କିଏ କହୁଛନ୍ତି ଶିବଜୀ ଇଚ୍ଛା କରୁଛନ୍ତି ଏ ଭଗବାନ ଯୋଉ ସୁଖ ଆପଣଙ୍କ ଭକ୍ତମାନେ ଚାହୁଁଛନ୍ତି ଆନନ୍ଦ ପାଇବା ପାଇଁ 20 ଆୱାର୍ସ ମୁଁ ବି ଟିକେ ସେଇ ସୁଖଟା ଚାହିଁବି କିଏ କହୁଛନ୍ତି ଦେଖନ୍ତୁ ରୁଦ୍ର ଗାଉଛନ୍ତି ଭାଇ ପ୍ରଭୁ ମତେ ବି ଟିକେ ସେଇ ସୁଖଟା ଟିକେ ଦରକାର ବୁଝିପାରୁଛ ନା ଆପଣ ଶିବଜୀ ଆଜି ତ ଶିବଜୀଙ୍କ କଥା ଦିନେ ଗୀତ କେମିତି ଲେଖିଛନ୍ତି କିଏ ଏଇଟା ହଳଧର ମହାରାଜ କହିଛନ୍ତି ମୁଁ ଯେତେବେଳେ ଥିଲି ଏଇଟା ପୁନେରେ ମୁଁ ଯାଇଥିଲି ସେ କଥାଟା କୁହନ୍ତି ଜୟଦେବ ଗୋସ୍ୱାମୀ ଦିନେ ମାନେ ରାଇଟିଂ କଲାବେଳେ ତା ମନେ ଇଚ୍ଛା ହେଲା କି ଯଦି ଗୋଟେ ଭକ୍ତ ଟିକେ ମିଳନ୍ତା ମୁଁ ଟିକେ ଯାଆନ୍ତି ଟିକେ ତୀର୍ଥଯାତ୍ରା କରିବା ପାଇଁ ବେଳେବେଳେ କୃଷ୍ଣ ଗୋଟେ ଶୁଦ୍ଧ ଭକ୍ତ ହୃଦୟରେ ଗୋଟେ ଡିଜାୟାରକି ତିଆରି କରନ୍ତି ଏଇ ଡିଜାୟାରଟା କିଏ ତିଆରି କରିଥିଲେ ସ୍ୱୟଂ ଭଗବାନ କରିଥିଲେ ଜୟଦେବ ଗୋସ୍ୱାମୀରେ ଏଇ ଡିଜାୟାରଟା ହେଲେ ମୁଁ ଯିବି ତାଙ୍କର ସେବା କରିବି ବେଳେବେଳେ ଶୁଦ୍ଧ ଭକ୍ତର ସେବା ପାଇଁ ବୈକୁଣ୍ଠ ଧାମରୁ କୃଷ୍ଣ ମାନେ ଡିଜାୟାର ତିଆରି କରନ୍ତି ଡିଜାୟାର ମୁଁ ତ ଡାଇରେକ୍ଟ କହିପାରିବିନି ତାଙ୍କ ଭିତରେ ଗୋଟେ ଇଚ୍ଛାଟା ଜଗିବ କାମନା ଅଠାରୁ ତିଆରି କରିଦେବି ତିଆରି କଲେ ସେ ଡିଜାୟାର ଖୋଜିବ ସେ ଜୟଦେବ ଗୋସ୍ୱାମୀଙ୍କର ଇଚ୍ଛା ହେଲା ଯଦି ଗୋଟେ ମାନେ କିଏ ଟିକେ ଶିଷ୍ୟ ଟିକେ ମିଳନ୍ତା ବୋଲେ ମୁଁ ଟିକେ ଯାଆନ୍ତି ତୀର୍ଥଯାତ୍ରା ଇଏ ପୁରୀରେ ଥିଲେ ଏତିକି ସେ ଜାଣିଦେଲେ ଶିବଜୀ ବାରମ୍ବାର ସମସ୍ତଙ୍କୁ ଦେଖୁଛନ୍ତି ନା କହିଲେ ଇଏ ଇଚ୍ଛା କରୁଛି ମୁଁ ଯିବି ଆରି ଇଏ ଡିଜାୟାର ତିଆରି କଲେ କିଏ ଭଗବାନ ଡିଜାୟାର ତିଆରି କଲେ କିନ୍ତୁ ଓହ୍ଲେଇଲେ କିଏ ଇଏ ବିଷ୍ଣୁ ଆଇ ଆଗରୁ ଶିବଜୀ ପଳେଇଛନ୍ତି ମୁଁ ଭାଇ ଟିକେ ଭକ୍ତର ସେବା କରିବି ହେଲା ପୁରା ପାଗୁଡ଼ି ବାନ୍ଧିକିରି ପୁରା ଆସିଲେ କହିଲେ ଆଜ୍ଞା ମୁଁ ଆପଣଙ୍କ ସେବକ ନା ତୁମେ କୁଆଡ଼େ ମୁଁ ତ ଜାଣିନି ତୁମେ କି ସେବକ ତମେ କୁଆଡ଼େ ଆଇଲା ହାରି ନା ମୁଁ ଭାବିଲି ଆପଣଙ୍କୁ ଟିକେ ସେବା କରି ପ୍ରସାଦ ଖାଇକିରି ଆରେ ଭାଇ ଶିବଜୀ ଯାହାକୁ ବୁଝେଇବେ ଏ ସଂସାର କିଏ ବୁଝିବନି ତାକୁ ବୁଝାବୁଝି କରିକିରି ତାକୁ ମାନେ ତେଲା ବେଲା ମାରାମାରି କରିକି ଜୟଦେବ ଗୋସ୍ୱାମୀ ପାଖରେ ରହିଗଲେ ଆଚ୍ଛା ଠିକ୍ ଅଛି ସାରା ଭଗବାନ କାହାକୁ ଗୋଟେ ପଠେଇଛନ୍ତି କରିଛନ୍ତି କିଏ ଭାବିଲା ତୁମେ ମୋ ଢାଳ ଫାଳ ଦିଅ ଯେ ଯିବା ଆମେ କାଲି କିଛି ଦିନ ରହିଲା 10-15 ଦିନ କହିଲେ ଆମେ ଯିବା ତୀର୍ଥଯାତ୍ରା କହିଲେ ହଉ ଠିକ୍ ଅଛି ଆପଣ ଗୁରୁଜୀ ଯାହା କହିବେ ଆମେ ମାନେ ଶିବଜୀ ଜୟଦେବ ଗୋସ୍ୱାମୀ ଗୁରୁ ବୋଲି ମାନି ସାରିଲେଣି
ତ ଇଏ ଯେତେବେଳେ ଗଲା ପରେ ସେଠୁ ତାଙ୍କୁ କ'ଣ ହେଉଛି ନା ଯେଉଁ ସମୁଦ୍ର କୂଳ ବାଲି ନା ସେତେବେଳେ ପୁରୀରେ କ'ଣ ସମୁଦ୍ର କୂଳ ନା ସେ ଗଲାକୁ ଜୟଦେବ ଗୋସ୍ୱାମୀ ବହୁତ ଶୋଷ ଲାଗିଛି। କହିଲା ଆରେ ଶୋଷ ଲାଗିଲାଣି। ଏ 15-20 ଦିନ ଖଣ୍ଡେ ଶିବଜୀ ତାଙ୍କ ପାଖରେ ପୁରା ସେବା ଫେବା ଯେମିତି ପୁରା ଗାଧେଇବା ପାଧେଇବା ତାଙ୍କର ପୁରା ଡାଳ କମାଣ୍ଡଳ ବୋହିବା ସବୁ କାମ ଇଏ ଆଉ ସେ ସୁଖଟା ପାଉଛନ୍ତି। କ'ଣ ଗୋଟେ ଶୁଦ୍ଧ ଭକ୍ତର ସେବା କଲେ ସେ ସୁଖଟା ସେ ଆନନ୍ଦଟା ଅନୁଭବ କରୁଛନ୍ତି। ଇଏ ତ ଗଲା ଇଏ ସେଠୁ କହିଲା ଆଉ ଗଲୁରେ ମୋ ପାଇଁ ପାଣି ଆଣିବୁ। ପାଣି ଯେତେବେଳେ ଆଣିବା ପାଇଁ ଯାଇଛି ଇଏ ସେଠୁ କହିଲା ପାଣି କୋଉଠୁ ଆଣିବିରେ। ଇଏ ପାଣି କହିଲା ମୋତେ ବହୁତ ଶୋଷ ଲାଗିଲା ପାଣି ଧରିକି ଆସେ। ପାଣି ଧରି ଆସିଲା ଶିବଜୀ କହିଲା ଆରେ ଏଇଠି କୁଆଡ଼ୁ ପୁରା ଲୁଣି ପାଣି କି ଗୁରୁଜୀ ପାଣି ପିଇ ଏଇଟା ପୁରା ଧରି କହିଲା ଏଇ ଗଙ୍ଗା ପକଡ଼ ଜଟାରୁ ପକଡ଼। ଆରେ ଇଏ ତ ପୁରା କ୍ରିଏଟ୍ କଲେ ନା ଆର୍ଟିଫିସିଆଲ କେତେ ଦିନ କରିବ ଭାଇ ରୂପଟା ଅଶ୍ଳୀ ରୂପଟା ଇଏ କ୍ରିଏଟ୍ କରିକିରି ପାଣି ଆଣିଲା ଆରେ କହିଲା ଆଜ୍ଞା ଗୁରୁଜୀ ପାଣି ନିଅନ୍ତୁ। ଏ ପାଣି ଧରିକି ଆଇଛି ଆରେ ତୁ ପାଣି ଏତେ ଜଲ୍ଦି କୋଉଠୁ ଆଣିଲା ସେଇଠି ଗୋଟେ କୂଅ ଥିଲା ଆଣିଲେ କୂଅଟା ଯେତେ ପିଇଲେ କହିଲେ ଇଏ ତ ଗଙ୍ଗା ପାଣି ଇଏ ତ ସାଧାରଣ ପାଣି ଇଏ ନାଇଁ ଇଏ ଖାରିଆ ପାଣି ଇଏ ତୁ ସତରେ କହିଲୁ କିଏ ତୁ ଏଇଠୁ ଗଙ୍ଗାକୁ ତୁ ଆଣିବାର କ୍ଷମତା କାହା ପାଖରେ ପୁରା ଡାଉଟ୍ ହେଇଗଲା ଇଏ ଶିବଜୀ କିରେ ଗଙ୍ଗା ତ ଜଟ ରଙ୍ଗିଆ ଲୋକ ହାତଟା ଧରିଦେଲେ କହିଲେ ଆଜ୍ଞା ଗୁରୁଜୀ ମୁଁ କି ଲୋକ ମୁଁ ସରଳ ଲୋକ ନା ସରଳ ଲୋକ ଏଇ ଗଙ୍ଗା ପାଣି କୋଉଠୁ ଆଣିବ ଗଙ୍ଗା ରହିଲାଣି କଲିକତାରେ ଇଏ ଓଡ଼ିଶାରେ ଗଙ୍ଗା କୋଉଠୁ ଆଇବ ଇଏ ତ ଖାରିଆ ପାଣି ତୁ ପୁରା ପିଓର ଗଙ୍ଗା ଜଳ ମାନେ ଆମକୁ ପାଣି ଦେଲେ ଆମେ ଜାଣିପାରୁନାହାନ୍ତି କିନ୍ତୁ ଶୁଦ୍ଧ ଭକ୍ତ ସେ ଧରିଦେଲା ମାନେ ସାଙ୍ଗେ କହିଲେ ଆପଣ କୁହନ୍ତୁ ଇଏ ସେଠି ସେତେ କହିଲା ନାଇଁ ନାଇଁ ଆଜ୍ଞା ମୁଁ କ'ଣ ଇଏ ମୁଁ ନୁହଁ ଧ୍ୟାନରେ ବୋଇଲି କିଏ ଜୟଦେବ ଗୋସ୍ୱାମୀ ଧ୍ୟାନ ବୋଇଲା କହିଲା ଆସିଲା ଆରି ଅସଲି ରୂପ କହିଲା ପ୍ରଭୁ ବୈଷ୍ଣବ ଜତା ସବୁ କାହିଁକି ଲୀଳା କଲେ ପ୍ରଭୁ ଆପଣ ମୋଠୁ ଶିଶୁ ରୂପରେ କେତେ ସେବା ମୁଁ କହୁଛି ଶିବଜୀ ଧାରରେ କାନ୍ଦୁଛନ୍ତି। ଓ ଭାଗ୍ୟ ମୋର କି ଦୁର୍ଭାଗ୍ୟ ଆଜି ଜଣେ ମହତ ଭକ୍ତର ସଙ୍ଗକୁ ମୋତେ ଆଜି ଛାଡ଼ିବାକୁ ପଡ଼ୁଛି। ଏ ଭଗବାନ ଆପଣ ମାୟାବୀ ଆପଣ କାହିଁକି ମୋର କ୍ରିଏଟ୍ କଲେ ଭଗବାନ କହୁଛନ୍ତି ତୁମେ ମୋତେ ନେଇକିରି ମୋ ଇଚ୍ଛା ଥିଲା ତାକୁ ସେବା କରିବି ତୁମେ ମୋତେ ଏଇଠାରେ ପ୍ଲାନ୍ କରିକିରି ଯାଇଛ ବୁଝିପାରିଲେ ତୁ ସେଇଠୁ କହିଲେ ଆଉ ହବନି କିଏ କହିଲେ ଜୟଦେବ ଗୋସ୍ୱାମୀ କହିଲେ ଆଜିଠୁ ଆପଣ ଜାଣିଦେଲେ ଆପଣ ପ୍ଲିଜ୍ ଆଉ ଯଦି ମୋତେ ଏଇଟା କରିବି ମୁଁ ଝାସ ଦେଇଦେବି କ'ଣ ସମୁଦ୍ରରେ କାରଣ ମହାବୈଷ୍ଣବରୁ ମୁଁ କେମିତି ସେବା ନେଇପାରିବି। ଆପଣ ଚିନ୍ତା କରନ୍ତୁ ଆମକୁ ଯଦି ଭଗବାନଙ୍କର ଶୁଦ୍ଧ ଭକ୍ତର ସାନ୍ନିଧ୍ୟ ଲାଭ ହେଉଛି କୋଟି କୋଟି ପୁଣ୍ୟଜନ ଭଗବାନ ଓହ୍ଲାନ୍ତି ଏଇ ଜଗତରେ ବୈଷ୍ଣବର ସେବା ନେବା ପାଇଁ କାହିଁକି ନା ସେ ସେବାରେ ଆନନ୍ଦ ଅଛି ସେବାରେ ଭଗବାନଙ୍କ ସେବା ଯେଉଁ ସୁଖଟା ଅଛି ନା ଏଇ ଜଗତରେ କେଉଁଠି ସୁଖ ନାହିଁ। ଆଜି ଯେଉଁ ଆମେ ଏଇଟା ଆଜି ବସୁଛନ୍ତି ଏଇ ଯେଉଁ ସୁଖ କୋରୋଡ଼ ଜନ୍ମ ତପସ୍ୟା ବଳରେ ମିଳିବ ଲୋକ ତ ଆଜି ଜାଗାରେ ଭୋକ ଶୋଷରେ ମରିକିରି କ'ଣ କରିଥାଏ ସେ ଆପଣ ଯାଇଥିବେ ଯେଉଁ ଯିବେ ଦୀପ ଯେତିକି 10ଟା ମୋବାଇଲ ସେତିକି ଥାଉ ତ ତା ଅର୍ଥ ଶିବଜୀ କ'ଣ ସେଠି ପ୍ରସନ୍ନ ଶିବଜୀ କୋଉଥିରେ ପ୍ରସନ୍ନ ହେବ ହରି ନାମ ହରି କଥାରେ ଭଗବାନ ସେ ଆନନ୍ଦ ଖୋଜୁଛନ୍ତି ନା ସେଇ ଯେଉଁ ଭକ୍ତ ସଙ୍ଗରେ ସେଇ ଯେଉଁ ଭଗବାନଙ୍କ ସେବାରେ ଆନନ୍ଦ ଏଠି ମୁଁ କହିବାର ଅର୍ଥ ଶିବଜୀ କୋଉଥିରେ ଆନନ୍ଦ ପାଆନ୍ତି ସେ ନିଜେ କହୁଛନ୍ତି ସେଇ ଆନନ୍ଦ ବାରମ୍ବାର ସେଇ ଆନନ୍ଦ ମୋତେ ଅବସ୍ଥିତ ହେଉଛି ମୋତେ ଦରକାର ସେଇଟା ବାରମ୍ବାର ଆନନ୍ଦ ଆମେ କହୁଛେ ବାସ୍ ଆଜି ହେଇଗଲା କଥା ବାସ୍ କିନ୍ତୁ ଆମ ଡିଜାଇର ହେଉନି ଯେ ଭାଇ ଯେତେ ଶୁଣିବି କମ୍ପ୍ଲିଟ୍ ହେଇନି ଆହୁରି ଶୁଣିବି ଆଜି ଶୁଣିଲି କାଲିକି ହେବ କାଲିଟା ପହରଦିନକୁ ହେବ କିନ୍ତୁ ଆମର ଇଏ ହେଉଛି ଆମ ଇନ୍ଦ୍ରିୟ ଥକି ଯାଉଛି ଥକୁଛି ନା ନାଇଁ ଏ ହପ୍ତାହରେ ବେଶୀ ହେଇଗଲା ରେ କ୍ଲାସ୍ ଶିବଜୀ କହୁଛି ମୋତେ ବାରମ୍ବାର ଦରକାର ଭାଇ ତାଙ୍କୁ କିଛି ଦରକାର ନାହିଁ କୈଳାସରେ ବସିକି ସିଧା ଯେ ହଜାର ହଜାର ବର୍ଷ ଯୋଗ ରୁଢ଼ରେ ବସି ଯାଆନ୍ତି ସିଏ କହୁଛି ଯେ ଭଗବାନଙ୍କ କଥା ଲୀଳାରେ ମୋତେ ବାରମ୍ବାର ଦରକାର ମୋ ଆତ୍ମାକୁ ଏଇଠି କହୁଛି ଆତ୍ମାନେ ନମ ସର୍ବାସ୍ମାନେ ଆତ୍ମାନେ ନମ ମୋ ଆତ୍ମା ରମି ଯାଉଛି ଭିତରେ ସର୍ବ ଅବସ୍ଥାରେ କିନ୍ତୁ ଆମେ କ'ଣ କହୁଛନ୍ତି ଘଣ୍ଟାଟେ ହେଇଗଲା ପ୍ରଭୁ ବାସ କର ସବୁ ଅବସ୍ଥା ଆମେ ମାୟାରେ ଲଗେଇଦେବୁ କ'ଣ ମୋ ପାଇଁ ଆପଣ ଇଚ୍ଛା କରନ୍ତୁ ଗୋଟେ ହପ୍ତାଟେ କେତେ ହେଉଛି 68 ଆୱାର୍ସ ଗୋଟେ ହପ୍ତାଟେ କେତେ 24/7 ହଁ 168 168 କେତେ ଘଣ୍ଟା ଦେଉଛନ୍ତି ଭଗବାନ ପାଇଁ କେତେ ଘଣ୍ଟା ଦେଉଛନ୍ତି ହପ୍ତାରେ ଗୋଟେ 2 ଘଣ୍ଟା 3 ଘଣ୍ଟା ଧର 2-3 ଘଣ୍ଟା ଧର ନହେଲେ ଆପଣ ଜପ କରୁଛନ୍ତି 2 ଜପ କରୁଛନ୍ତି ଘଣ୍ଟା 2 ଘଣ୍ଟା ସେ 7-8-10 ମ୍ୟାକ୍ସିମମ୍ ଗୋଟେ 20 ଘଣ୍ଟା କ'ଣ ହଦା ବି ହେଉନି 160 ଆୱାରର ହଦା ବି ଆଉନି 140 ଘଣ୍ଟା ଆମର ପଳାଉଛି କୁଆଡ଼େ ନା ଆମେ କେତେ ଡିପ୍ରେ ଅଛନ୍ତି ଚିନ୍ତା କରିବା ଦରକାର ମାନେ 168 ଘଣ୍ଟା ଭିତରେ ମୋର 20 ଘଣ୍ଟା ବି ଆଉନି ଆପଣ ଚିନ୍ତା କରନ୍ତୁ ଆମେ କି ଆନନ୍ଦଟା ପାଇବ
ଆରେ ଭାଇ 148 ଘଣ୍ଟା 168 ଘଣ୍ଟାରୁ 148 ଘଣ୍ଟା ମାୟାରେ ଦେଉଛ, 20 ଘଣ୍ଟା ତୁମେ ଆଧ୍ୟାତ୍ମିକ ଜଗତରେ ଦେଉଛ, ତମେ କି ସୁଖଟା ପାଇବ? ଅଧାକୁ ଅଧା ଗଲେ ତ ତାକୁ ଲଢ଼ିବ। ଆପଣ ଗୋଟେ କାଲକୁଲେସନ୍ କର, 168ରେ ଆଟଲିଷ୍ଟ ତ 80 ଘଣ୍ଟା ଆଇବା ଦରକାର। ଆରେ ଆଟଲିଷ୍ଟ 80 ଘଣ୍ଟା, 80 ଘଣ୍ଟା ହେଲେ 7 ଦିନ କେତେ ଘଣ୍ଟା ଆସିବ? ମାନେ 10 ଘଣ୍ଟା 20 ଘଣ୍ଟା, 10 ଘଣ୍ଟା ଲେଖେ ଜପ କରୁଥିଲେ। ଏଇଟା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ନିୟମ। ଚାहे କଥା ହଉ କୀର୍ତ୍ତନ, ଆରେ 64 ମାଳା ଲକ୍ଷ ମାଳା କରୁଥିଲେ। ଆଉ ପ୍ରଭୁପାଦ ସେଇଟା କରିଦେଲେ, ତମ ଗୃହସ୍ଥ ତମେ କରିପାରିବନି। ଆଟଲିଷ୍ଟ 16 ମାଳା କର। ସେଇ ଯେଉଁ 64 ମାଳାରେ ଯେଉଁ ରସଟା ଅଛି, ସେଇ 2 ଘଣ୍ଟା ସେଇ ରସରେ କାଢ଼। ନାଇଁ ମାଳା ଜପ କରିଦେବ, ହରେ କୃଷ୍ଣ ଖାଇଲ କି ଶୋଇଲ କି ଭାଇ 8 ଘଣ୍ଟାରେ ତମେ ରିଲାକ୍ସ କଲେ ପ୍ରଭୁପାଦ କଲେ ଆଉ ହବନି। କିନ୍ତୁ ସିନସିୟର ଜପ, କିନ୍ତୁ ସେଇଥିର ଅସାବଧାନ, ତା ସୁଖଟା କୋଉଠି ମିଳିବ? ଖାଲି ଜପ କରିଦେଲେ ଚାଲିଲା, ଜପ କରିଦେଲେ ହରି କଥା, ବୈଷ୍ଣବ ସଙ୍ଗ, ବୈଷ୍ଣବ ସେବା, ଏଇ ସବୁକୁ ଆମକୁ ଜାଣିବା ଦରକାର। ମୁଁ ସେଇ ଆତ୍ମା ସର୍ବମୟ ସର୍ବସ୍ୱରୂପ, ସେଇ ଭଗବାନ ଆତ୍ମା ରୂପରେ ଅଛନ୍ତି, ସବୁଠି ଅଛନ୍ତି, ଆଉ ସର୍ବସ୍ୱରୂପରେ ଅଛନ୍ତି। ମୁଁ ସେଇ ଭଗବାନକୁ ନମସ୍କାର କରୁଛି। ତାପରେ ଏଇଠି କହୁଛନ୍ତି ନମ ପଙ୍କଜ ନାଭାୟ ଭୂତ ସୂକ୍ଷ୍ମ ଇନ୍ଦ୍ରିୟ ଆତ୍ମାନେ ବାସୁଦେବାୟ ଶାନ୍ତାୟ କୁଟସ୍ଥାୟ ସୁରୁଚିସେ। ହେ ଭଗବାନ, ଆପଣଙ୍କ ନାଭିଦେଶରୁ ସର୍ବ ଲୋକ ଆତ୍ମା ପଦ୍ମ ଉତ୍ପନ୍ନ ହୋଇଛି। ଆପଣ ଭୂତ, ତନ୍ମାତ୍ରା, ଇନ୍ଦ୍ରିୟଗଣ ନିୟନ୍ତା, ଚିତ୍ର ଅଧିଷ୍ଠାତ, ଶାନ୍ତ, ନିର୍ଗତ, 6 ପ୍ରକାର ବିକାର ଆପଣ ବିଚଳିତ ହୁଅନ୍ତି ନାହିଁ। ସ୍ୱପ୍ରକାଶ ସ୍ୱରୂପ ଆପଣଙ୍କୁ ସେଇ ଜଗତର ଲୋକ ସବୁ ବିଚଳିତ ହୁଅନ୍ତି, କିନ୍ତୁ ଆପଣ ବିଚଳିତ ହୁଅନ୍ତି। ଯେହେତୁ ଆପଣଙ୍କଠୁ ସବୁ ସାରି ସୃଷ୍ଟି, ଯୋଉଟା ଆପଣ ଏବେ ଗୀତ ଗାଉଥିଲେ, କୋଉ ଗୀତଟା? ତୁମେ ସର୍ବେଶ୍ୱର ଈଶ୍ୱର ବ୍ରଜେନ୍ଦ୍ର ନନ୍ଦନ, ତୁମାରି इच्छा है सृष्टि सृजन संहार, तुम्हारी इच्छा है ब्रह्मा करे न ना सृष्टि करे न, तुम्हारी इच्छा है सृष्टि करियो ना ब्रह्मा, पालनटा करियो विष्णु करे न, हाँ सृजन, तुम्हारी इच्छा है विष्णु करे न पालन, विष्णु पालन करे, शिवजी संहार करती। तो ये भी कहते से भाया कि आत्मा भूत तन्मात्रा इंद्रियगण नियंता चित्र अधिष्ठाता शांत निर्विकार 6 प्रकार जो विकार आपड़ विचलित हमें। आमर ये 6 प्रकार विकार अच्छे, अर्थ ये कहीं कहुच्छे बहुत डिस्कसन अच्छी। भक्ति सन्दर्भ आउ भागवत सन्दर्भ वर्णना कराई, इंद्रिय आम छटपट होती। जेहेतु जी मान धन्य आप साइंस जानते, आप साइंस पढ़ी पारे ना, आप साइंस जानी ना, आपको पढ़ी पारे जे इंद्रिय को कंट्रोल करी से व्यक्तिर जदि आम शरणापन्न हो आम इंद्रिय सब कंट्रोल हो। पूरा क्लियर कहते भूत सूक्ष्म इंद्रिय आत्मा ने, जेहेतु आपण इंद्रिय को कंट्रोल करते, आपण होती जो आम भगवत गीता किए कहते इंद्रिय कंट्रोल किए करते, ऋषिकेश है ना, श्लोक अच्छी कि नहीं, ऋषिकेश जी इंद्रिय को जे संयत करते, तो आम जो सेवा करा आम जुड़ी जावा, आम ये 6टा इंद्रिय कौन हम संयत केमी हम? प्रेम भक्ति चंद्रिका लिखिं काम कृष्ण सेवार्पणे, क्रोध भक्ति द्वेषजने, काम क्रोध लोभ साधु कथा, साधु जन लोभ बालक, काम क्रोध लोभ मोह भगवत कथा रे, भगवत आवेश रे मोह, काम क्रोध लोभ मोह आ कौन बोला मद, मदटा कौटी कृष्ण भक्ति रे, मद मद कृष्ण भक्ति भक्त, काम क्रोध माश्चर्य, माश्चर्यटा कौन गोटे था तुम गोटे कही ना ये छत्रपुर कही ये श्लोकटा माश्चर्य गोटे था गोटे गोटे करुणारे, करुणारे माश्चर्यटा जीव, करुणा एमती करिए माने जो ईश्चर्य जो ईश्वरटा रोचे ना से गोटे पूरा प्रेम भक्ति चंद्रिका बहुत बढ़िया लगे, करुणा करके एति करुणा करदे ना तापर ईर्ष्या हेनी माने से बुड़ी जीव से माश्चर्य माने माने नरोत्तम दास ठाकुर लिखिं पूरा एते माने एते करुणा कर हजिजीव जी पानी भितर। तो ये तापर कहते संकर्षणाय सूक्ष्माय दुरांतकाय च नमो विश्व प्रबोधाय पद्मनार आत्मान, कि हे भगवान आपण अव्यक्त अनंत मुखाग्नि द्वारा आप त्रिलोक दहन करते, आपण अहंकार अधिष्ठाता संकर्षण, आप विश्व प्रकाश एवं बुद्धिर अधिष्ठाता प्रद्युम्न, आपको नमस्कार। ये इंद्रिय को संयत करने कथा कहले, कहले बुद्धिर अधिष्ठाता हूँ प्रद्युम्न, आपण बुद्धि भी आपणकर इंद्रिय भी आपण साथी, ता अर्थ शिवजी पूरा क्लियर कहते मनीष
तुमर कामना हो वासना हो चाहे तुम क्रोध लोभ मोह बुद्धि सब किसी कृष्ण बिना किसी हो तुम जो पश्चाताप कहते प्रणाम जनाऊँ सी गोटे गोटे अंक को माने डिस्क्राइब कर बुद्धिर अधिष्ठाता आपण एटा रुद्र प्रार्थना कर शिखौ प्रचेता गण को शिखौ भगवान को विष्णु को आराधना कला एमाने गीत गायक भगवान को प्रसन्न करेंगे रुद्र माने शिक्षा नौ शिखौ ये कहते कि भगवान इंद्रियर माने पूरा कंट्रोलर ये कहते बुद्धिर कंट्रोलर गोटे गोटे श्लोक नम नम निरुद्धाय हुष्केश इंद्रिय आत्माने नम परमहंसाय पुन्नाय निवृत्त आत्माने कहते हे भगवान आपण इंद्रिय मान अधीश्वर मनर अधिष्ठाता अनिरुद्ध किए को भगवान कि बसुँच मन उपरे अनिरुद्ध भगवान अधिष्ठाता हमें आप पुनः पुनः नमस्कार अनंत संकट रूप मध्य परिचित कारण आपण मुखर अग्नि उद्विग्न कर समस्त सृष्टि को ध्वंस कर खाली से मनीष को पूरा ध्वंस करदे ध्वंस अर्थ कौन ये बोर्ड को भी ध्वंस कर कैपेबिलिटी आप पाखे अच्छे ये तो बाह्य तो पूरा सृष्टि ध्वंस करदे ये बॉडी को ध्वंस किए करते भगवान शक्ति ध्वंस हम बिना भगवान को ये ध्वंस होनी कारण आप मुखर अग्नि उद्विग्न कर समस्त सृष्टि ध्वंस कर आप सूर्य रूपे तेज द्वारा विश्व व्याप्त कर क्षय वृद्धि ना आपण मैंने कौन चाहती कार किसी अनिष्ट करने कि सृष्टि नियम अनुसार जी बुद्धि भगवान को न मान तो तार अनिष्ट हवाटा थय कि दोष क्या दौरान भगवान इमती कमी कले तुम्हें किसी भूल थो ना जोटे किसी प्रोब्लेम होती ସେଇଟା ହଠାତ୍ କିନା ମନେ ଯାଉଛି ପ୍ରଭୁ ମୋତେ ଏମିତି କାହିଁ କଲେ କିନ୍ତୁ ହଠାତ୍ କିନା ବୁଦ୍ଧି ଯାଉଛି ଭାଇ ମୋର କୋଉଠି ଭୁଲ ହେଇଗଲା ବୁଝିପାରିଲେ ତ ମାନେ କୋଉଠି ମୋର ଭୁଲଟା କୋଉଠି ରହିଲା ସେ ଆଗେ ହଠାତ୍ କିନା ଭୁଲ ଯାଉ ପ୍ରଭୁ ଏମିତି କାହିଁ କରିଦେଲେ ମୁଁ ଏତେ ସୁନ୍ଦର ଭକ୍ତି କରୁଥିଲି ଏତେ ସୁନ୍ଦର ଜପ କରୁଥିଲି ମୋତେ ଏମିତି କାହିଁ ଦେଇଦେଲେ କିନ୍ତୁ ହଠାତ୍ କିନା ଯାଉଛି ମୁଁ କୋଉଠି ଭୁଲ ହେଇଗଲା ମୋର ବୁଝିପାରୁଛନ୍ତି ଏଇଠି ପୁରା ଡାଇରେକ୍ଟ ମନା କରିଦେଲେ ଆପଣ କ୍ଷୟ ବୃଦ୍ଧି କାର କରନ୍ତି ଆପଣ ସମସ୍ତଙ୍କର ମଙ୍ଗଳ ଚିନ୍ତା କରନ୍ତି स्वर्ग अपवर्ग दूराय नित्यम शुचिषेद नम नम हिरण्यवीर चतुर्हर्त ये तंतेव हे भगवान अनिरुद्ध आपण स्वर्ग मुक्तिर द्वार स्वरूप आपण नित्य काल जीवर विशुद्ध हृदय ध्यान अवस्थान करते आपण अग्नि स्वरूप चतुर्हर्त यज्ञ कर्म साधारण विषय करते आपण हिरण्यवीर्य अटंती आपण को मोर नमस्कार स्वर्ग जावाई भी भगवान तांको भी साहाय्य करती विशुद्ध हृदय अवस्थान करती कुडे हृदयटा शुद्धि नाला पर्यंत भगवान से बसवे ना जदा भी सिंहासन हो पतये यज्ञ रे तस तप्तदाय च जीवानां नम सर्वरसात्मने हे भगवान आपण चंद्रलोकर अधिष्ठाता देवता त्रिवेदर अधीश्वर अटंती आपण देवता पितृगण को अन्न स्वरूप आपण जीवगण को तृप्तिपद वस्तु तेणु आपण को मोर नमस्कार माने भगवान जिंदे गीता रे गोटे अध्याय अच्छे ना नहीं मु उच्च स्वर्वा घोड़ा मु असुर भीतर प्रहलाद विभूति जोग यहीटा भगवान कौटे कौटे जीव को माने श्रेष्ठता को वर्णना कर किए शिवजी मु चंद्रलोक अधिष्ठाता देवता त्रिदेवर अधीश्वर मैं तीन देवता जोटा तार मु इष्ट आपण देवता और पितृगण को अनस्वरूप जो पितृ जो अनश्राद्ध खाऊ तार स्वरूप भी भगवान यदि भगवान जन सेवा कर पितृश्राद्ध किसी आवश्यक नहीं कि डेडिकेटेड हवा दरकार जो डेडिकेटेड ना ताल पितृश्राद्ध दवा पड़े जी शुद्ध वैष्णव किसी तो आपण जीवगणकर तृप्तिप्रद वस्तु जोटा शांति हो जो शांतिर अनुभव आसना से अनुभव कौट आस भगवत सेवार जो अशांति आर्थ तुम भगवान सेवार किसी कमी अच्छे आम पाखे किसी कमी कहीं मनटा कहीं दुख दुख देख तुम जप भल कर तुम हरि कथा भल रोनी तुम भल भगवान सेवा होनी तो सी भगवान कहते तेणु आपन को मो नमस्कार मुझे शांति संतुष्ट संतुष्ट सतत आत्मा योगी जे जने जदि संतुष्ट रहा से वास्तव बहुत बड़ योगी मनीष जगत रे संतुष्ट कई रही पारना से जोगी भी रही पारनी घर द्वार छाड़ी से बुलूची भाई मोर कौन हम मोर बैंक बालांस रहा दरकार मोर इन्शुरेंस हवा दरकार मैं आगू अरे जड़े साटिस्फाई ना मारे रखिए जो इच्छा तुम्हार पूरा भक्ति ठाकुर कह मारिद कौन अच्छे रखिए रखिए भिकारी बन भिकारी बन स्वर्ग को जो स्वर्ग
स्वर्ग बा नरक मत स्वर्ग पकई पारे नरक को जापे कि गोटे जिनस कौटा आम से गीतटा भक्ति ठाकुर प्रभु तव पद जुगे मोर निवेदन नाई मागी दे सुख विद्या धन जन नाई मागी स्वर्ग आ गोटे कौन गोटे पद रहा नाई मागी स्वर्ग आर विभूतिर लगे विभूति बोले कौन ऐश्वर्य विभूति भी दरकार नहीं आ गोटे कौन गोटे आग पदटा नाई मागी विभूति आ गोटे सिद्धि नाई मागी मुक्ति भी मागी ना कौन विभूतिर लगी तापर स्वर्ग बा नरक ये जो वाड़ा अच्छी स्वर्ग रखिपार मत नरक भी रख मोर किसी जाए ना मोर केवल दरकार शुद्ध भक्ति कौन दरकार इच्छा भी रही इंचीटे भी इच्छा रही उदय इंचीटे मोर गोटे इंची इंची इच्छा रहा ना पुणी आउे आसो ये भक्ति कर भक्ति जो वैष्णव से इच्छा न गला पर्यंत जिन सुना को पूरा तप्ता हो पूरा तप्ता हो पूरा तप्ता हो से खादु बाहर था कौन आम भक्ति कौन खादु लगी धन अच्छी भक्ति हो स्त्री अच्छी भक्ति हो छुआ अच्छी भक्ति हो घर अच्छी भक्ति हो तुमको ओनली फॉर कृष्ण भक्ति कृष्ण बिना किसी दरकार ना से पर्यटन जो आई न कृष्ण प्राप्त हम बुझिपारे तो ये मिश्रित भक्ति से पर्यटन ओनली फॉर मत कृष्ण से कहले ना क्योंटा कौ श्लोक राधाराणी कर लास्ट चैतन्य शिक्षाष्टकम आश्लेषा पादरंता पिनुष्टमा आदर्शना मर्म तो करो तो बा यथा तथा बा विदुधातु लंपड मत प्राण नाथस्तु स्वयं ना पड़ो ये कितने बड़ वार्ड जानते ना जदा भी से लंपट हो पार जदा भी मत मर्माहत कर पारू धोखा दे पारू जा इच्छा तार कर पारू तथा मो प्राणनाथ कौन छुटिया कथा इजी नहीं भाई आम जीवन में जब आज भक्ति कराऊँगी जब आली काली कहब प्रभु बदमाशी ये सी से काली जीवन प्रभु एत गुड़ाए कथा कहीदे क्लास उपरे भाई हेनी मोटा धक्का कौन दब प्रभु प्रसाद है से कथा कौन शुणी आज डाली भात कहीं गायब गे भक्ति चढ़ी कौन तो से डिजायर है ना तो इच्छा है ना कृष्ण भक्ति नहीं कौन हाँ सेटा तो भूल हो गला ठीक अच्छे कि तुम मानसिकता कौन आइला भगवान मानसिकता को देखती तो मन भगवान कथा चालू कि तुम डिजायर कौन है इच्छा तो आइला ना भाई ये सुखटा ये दुखटा ओनली फॉर सुख हूँ कृष्ण को सुख देवा बुझे ना तो ये कौन आम आगू बढ़िया आम आज सर ना अच्छी आज 20टा 39टा सरज तो ये यज्ञ तो से तप्तदाय च जीवानम नम सर्वरसात्मने हे भगवान आपण चंद्रलोकर अधिष्ठाता देवता आपण तृप्ति वस्तु आपण को मोर नमस्कार तो मु गोटे श्लोकटा जो श्लोकटा माने बहुत क्रिएट ये ना सर कहते से श्लोक ये जो श्लोक 41 रू नहीं 53 श्लोक पर्यंत मान 10टा श्लोक रे भगवान भगवान कहले कौट कौट रोचे भगवान को पूरा सुंदर भाव वर्णना कर भगवान नख केमतिका भगवान पाद केमतिका भगवान जंघ केमतिका भगवान पेट केमतिका भगवान को हृदय केमतिका ये श्लोक पूरा वर्णना कर वर्णना कलापर ए तद ये श्लोक मुझे है से श्लोक छाड़देली 10-12टा है से श्लोक 10टा जो छड़ा गला भगवान किंतु रूप को वर्णना कर शिवजी तापर कहते ए तद माने जो पूर्व श्लोक को वर्णना कला ए तद रूपम अनुध्यात्म शुद्धम अभिस्पीतम भक्ति जद भक्ति जोग अवेदम सो धर्म अनुतिष्ठितम हे भगवान जो मैंने आत्मशुद्धि लाभ रे प्रयासी माने आत्मशुद्धि करने को चाहूँगी ये आत्मा को किंदे शुद्धि हम से मैंने सर्वदा यही रूप आपण पाद पद्म जोटा रूप वर्णना कर पढ़ी ने चतुर्थ स्कंद है तो गंभीरता सहित स्व धर्म पालन करने को भय शून्य होगा इच्छुक भयरू बिल्कुल बाहर को जावा दरकार।
ନିର୍ଭୀକ କୋଉ ଶ୍ଲୋକରେ କହିଛନ୍ତି ଆମ ବୈଷ୍ଣବ ଆଚାର୍ଯ୍ୟ ଅଶୋକ ଅଭୟ ତ ଅଶୋକ ଅଭୟ ଅମୃତ ଆଧାର ତୁମାର ଚରଣ ଦୟ ଶୋକ ବଳୟ ଭୟ ବଳୟ ଆମ ହୃଦୟରେ ଶୋକ ଯଦି ଆଜି ଭାଇ ଆମେ କୃଷ୍ଣ ଚରଣରେ ନାହିଁ ଏଠି କାଟି ଦେଇଯିବି ଭକ୍ତି ନାଟକ ଅଶୋକ ଶୋକ ଯଦି ଅଛି ତୁମେ କୃଷ୍ଣ ଚରଣକୁ ଆଇନ ଅଶୋକ ଅଭୟ ଭୟ ଲାଗୁଛି ନା ଆଇନ ନିର୍ଭୀକ ପ୍ରହ୍ଲାଦ ମହାରାଜ ମାରି ଫିଙ୍ଗୁନୁ ସମୁଦ୍ର ଭିତରକୁ ମୋ ପ୍ରଭୁ ସବୁତ୍ର ବିରାଜମାନ ବୁଝିପାରୁଛ ନା ଅଶୋକ ଅଭୟ ଅଭୟ ନା ସେ ନିର୍ଭୀକ ହେଇଯାଏ ନିଡର ହେଇଯାଏ କୋଉଠି ପକେଇବୁ ପକା ନିଆଁରେ ପକେଇବୁ ପକଉନୁ ପକା ନିଆଁରେ ପକା ନିଆଁରେ ମୋ ପ୍ରଭୁ ଅଛନ୍ତି ଅଗ୍ନି ରୂପରେ ପ୍ରଭୁ ସମୁଦ୍ର ରୂପରେ ପ୍ରଭୁ ଅଛନ୍ତି ଜଙ୍ଗଲରେ ପ୍ରଭୁ ଅଛନ୍ତି ପାହାଡ଼ରେ ପ୍ରଭୁ ଅଛନ୍ତି ଆରେ ଭାଇ ସର୍ବତ୍ର ପ୍ରଭୁ ମତେ ଡର କାହାକୁ ଅଶୋକ ଅଭୟ ଆଉ କ'ଣ ଅମୃତ ଯେତେବେଳେ ନିର୍ଭୟ ହେଇଯିବ ଭାଇ ଏଇଟା ଅମୃତ ଅଛି ସେ ସୁଖଟା ପାଇବ ନିର୍ଭୟ ନ ହେଲା ପର୍ଯ୍ୟନ୍ତ ସେ ଅମୃତ ରସଟାକୁ ଆସ୍ୱାଦନ କରିପାରିବ ଯେତେବେଳେ ନିର୍ଭୟ କେଉଁ ଲୋକ ହୁଏ ଯେତେବେଳେ ସମ୍ପୂର୍ଣ୍ଣ ଡେଡିକେଟେଡ୍ ହେଇଯାଏ କୃଷ୍ଣଙ୍କ ସ୍ଥାନରେ ମୋର ପୁରା ଜୀବନଟା ଡେଡିକେଟେଡ୍ କୃଷ୍ଣ ପାଇଁ ସେତେବେଳେ ସେ ନିର୍ଭୀକ ମରିବି ରହିବି ଯାହା କରିବ କୃଷ୍ଣ ଯାହା ଇଚ୍ଛା ସେ ସେଇ ଯେତେବେଳେ ଆଇଗଲା ସେତେବେଳେ କ'ଣ ହବ ତାର ଫାଷ୍ଟରେ ଶୋକକୁ ନଷ୍ଟ କରିବେ ତାପରେ ଡରଟା ଛଡ଼େଇବେ ଆମ ଡରଟା କ'ଣ ହେଉଛି ବେମାର ହେଇଯିବ ଟଙ୍କାଟା ରଖିବି ବାବାଜୀ ସାଧୁ ନେଇଗଲେଣି ଅନଲାଇନ୍ ଚଲାନ୍ତୁ କିଛି ଅସୁବିଧା ନାହିଁ ମୋର ସାଧୁ ନେଇଗଲେଣି ଡର ଯାଉନି ବଡ଼ିର ଡର ହେଲା ଡର ଯିବନି ବଡ଼ିର ତମେ ଗୃହସ୍ଥମାନେ ଅଛନ୍ତି ତାଙ୍କ ଧନ ଜମା ଅଛି ମୁଁ କ'ଣ କରିବି ତମେ କି ଭକ୍ତି କରୁଛ ତମେ ତ ମନ ରହିଲା ମୋ ବଡ଼ିରେ ମୋ ସୁଖ ମୋର କିଛି ଇନ୍ସୁରାନ୍ସ କରିବା ଦରକାର ମୋର କିଛି ପାଖରେ ପଇସା ରହିବା ଦରକାର ଯଥାପି ସେ ଲାଲି ବସ୍ତ୍ର ପିନ୍ଧିଥାଉ ବଡ଼ିର ମାନସିକତାଟା ବି ଭକ୍ତିର ବାଧକ ଏ ଡରଟା ରହୁଛି ଡର ଅଶୋକ ଅଭୟ ଅମୃତ ଅମୃତ ରସଟାକୁ ଆସ୍ୱାଦନ ଅମୃତର ଧାରା ତୁମାର ଚରଣ ଦୟ ସେ ଅମୃତଟା ପାଇଗଲେ ସେ ଚରଣଟାକୁ ପାଇଯିବ ଯେଉଁ ପର୍ଯ୍ୟନ୍ତ ଏଇ ଯେଉଁ ଭକ୍ତିର ରସଟାକୁ ସେ ପାଇନି ସେଇ ପର୍ଯ୍ୟନ୍ତ କୃଷ୍ଣ ଭକ୍ତିର ଗନ୍ଧକୁ ବି ଯାଇନି ସେ କ'ଣ ସେ ଯେଉଁ ଗନ୍ଧ ନେଇକି ଟିକେ ବାସ୍ନା ହେବନି ସେଣ୍ଟଟା ପଡ଼ିଲେ ଟିକେ ବାସ୍ନା ହେବ ସେ ବାସ୍ନା ପାଖକୁ ଯାଇନି ଯେଉଁ ପର୍ଯ୍ୟନ୍ତ ଡର ଅଛି ଯେଉଁ ପର୍ଯ୍ୟନ୍ତ ଶୋକ ଅଛି ଆରେ ଭକ୍ତି କରିଛୁ କି ଶୋକ ଘର ସଂସାର ଚାଲିଛି ଚାଲିବ କ'ଣ ଅଛି ଏ ପ୍ରୋବ୍ଲେମ୍ ହେଲା ଆଉ ଟୁ ଭଗବାନ କେଡ଼େ କେଡ଼େ ପ୍ରୋବ୍ଲେମ୍ ପକେଇଥାନ୍ତି ମୋତେ ତ ଭଗବାନ ଦେଇଛନ୍ତି ନା ଲୋକ ତ ଦୁନିଆରେ ଯାଉନାହାନ୍ତି ଦେଖିବେ ରେଳ ଷ୍ଟେସନ୍ ଖାଇବାକୁ ମିଳୁନି ଯାହାକୁ ଦେଖିବ ସେ ଯେଉଁ ମାଲକାନଗିରି କୋରାପୁଟ ନବରଙ୍ଗପୁର ଭିତରେ ଗୁଟୁ ଗୁଟେ ବସ୍ତ୍ର ପିନ୍ଧେ ଯାଇଥିଲେ ପରା ତମେ କି କଷ୍ଟ ତାଙ୍କ ମନଙ୍କ ଭିତରେ ବୈଷ୍ଣବଟା କୁଟୁ କୁଟିକି ଥୁଆ ହେଇଛି ପଚାର ଇଏ ଗୋଟେ ପ୍ରଶ୍ନ ପଚାରିଲା ମା ତମେ କାହିଁ ଘର କରନା ନା ମରିଯିବି ତ ଘରଟା କ'ଣ କରିବେ ପଚାର ଇଏ ପଚାରିଛି ମୁଁ କହିଲି ଭାଇ କେଡ଼େ ବଡ଼ି କଥା ନାଇଁ ଆମର ଏଡ଼େ ବଡ଼ି ଘର କରିବା ପାଇଁ ଆମର ଦିନ ରାତି କ'ଣ କହିଲେ ସିଏ ବଢ଼ିଆରେ କରିବା ଘର ଏମିତି ହେଇକି ପଡିଛି ଆପଣ ତ ବହୁତ ଜମି ଅଛି ପଇସା ହଉଛି ଘରଟା ବନୁନାହାନ୍ତି ଘର କ'ଣ କରିବା ମୋର ତ ଯିବୁ ଆମର ଭକ୍ତର ଏଇ ମାନସିକତା ଆଉ ନିଏ କାଉ କ'ଣ କହିବ ତାପରେ ଏଇଟା କହୁଛନ୍ତି ଏଇ ଉପରେ ବର୍ଣ୍ଣନା କରିବା ବା ଏଇ ଭକ୍ତି ଯୋଗ ପଥ ଗ୍ରହଣ କରିବା ଉଚିତ କାରଣ ଏହା ଅଭୟପ୍ରଦ ଅଟେ ଶିବଜୀ କହୁଛନ୍ତି ଏଇ ଯେଉଁ ମାର୍ଗଟା ଅଭୟପ୍ରଦ ଆଉ ନାରଦ ମୁନି କହିଛନ୍ତି ଏଇ ମାର୍ଗକୁ ଚାଲିଗଲା ଗୋଟେ ଦୌଡ଼ିଲେ ଚାଲିକିରି ଆମେ ଆଖି ଦେଖାଯାଉନି ଆମେ ଦୌଡ଼ିଲେ କୋଉଠି ପଡ଼ିଆ ନା ନାଇଁ ଆଖି ବନ୍ଦ କରି ତୁମେ ଦୌଡ଼ ଚାଲିବା କଥା ନାରଦ ମୁନି କହୁଛି ଧାଅ ଏଇ ମାର୍ଗରେ ଭାଇ ଯଦି ଖାଲି ଆଖିଟାକୁ ବନ୍ଦ କରି ଯଦି ଚାଲିବ କୋଉଠି ଆଣ୍ଠୁ ଗଣ୍ଠି ଚିଣ୍ଡିବ କୋଉଠି କଣ୍ଟା ଫଣ୍ଟା ଅଛି କିନ୍ତୁ ନାରଦ ମୁନି କ'ଣ କହୁଛନ୍ତି ଦୌଡ଼ ତୁମେ ଏଇଠି ଶିବଜୀ ବି ସେ କଥା କହୁଛନ୍ତି ଏଇଟା ଅଭୟର ମାର୍ଗ ଏଇଟା ଭୟର ମାର୍ଗ ନାହିଁ ଯଦି ଆମେ ଏଇ ଅଭୟ ମାର୍ଗ ଭିତରେ ବି ଡର ଆସୁଛି ତା ଅର୍ଥ କ'ଣ ମାନେ ଆମେ ଏଇ ମାର୍ଗଟା ଅଭୟ ମାର୍ଗଟା ଯୋଉଟା ଡରିବାର ମାର୍ଗ ନୁହେଁ ତଥାପି ଆମ ଭିତରେ ରହୁଛି ଅର୍ଥ କ'ଣ ବୁଝିପାରୁଛ ତ ତାପରେ କହୁଛନ୍ତି ଆହୁରି ଗୋଟେ କହୁଛନ୍ତି ଭବାନ ଭକ୍ତି ମତା ଲଭ୍ୟେ ଶୁଣନ୍ତୁ ଶିବଜୀ କ'ଣ କହୁଛନ୍ତି ଏଇଟା ହଉଛି ବହୁତ ଇମ୍ପୋର୍ଟାଣ୍ଟ ଶ୍ଲୋକ ଭବାନ ଭକ୍ତି ମତା ଲଭ୍ୟେ ଦୁର୍ଲଭ ସର୍ବଦେହିନମ୍ ସ୍ୱରାଜ୍ୟମପବିମତ୍ ଐକାନ୍ତ ଆତ୍ମା ବିତ ଗତି ହେ ଭଗବାନ ଯେ ସ୍ୱର୍ଗ ରାଜ୍ୟ ଶାସନ ଦାୟିତ୍ୱରେ ଅଛନ୍ତି ସେ ମଧ୍ୟ ଜୀବନର ଅନ୍ତିମ ଗତି ଭକ୍ତି ଲାଭ କରିବାକୁ ଆଗ୍ରହୀ ଯେ ସ୍ୱର୍ଗରେ ଅଛି ସେ ଚାହୁଁଛି ଭାଇ ଟିକେ ଭକ୍ତି କରିବି ଆମେ ତ ଆମ ପାଖରେ ନାହିଁ ବୋଲି ଧନ କାନ୍ଦୁଛନ୍ତି ଆମ ପାଖରେ ଭଲ ସ୍ତ୍ରୀ ନାହିଁ ବୋଲି କାନ୍ଦୁଛନ୍ତି ଭଲ ଘର ନାହିଁ ବୋଲି କାନ୍ଦୁଛନ୍ତି ଭଲ ଐଶ୍ୱର୍ଯ୍ୟ ନାହିଁ ବୋଲି କାନ୍ଦୁଛନ୍ତି ଭଲ ପୋଷ୍ଟ ବୁଝି ନାହିଁ ବୋଲି
କାନ୍ଦୁଛନ୍ତି ମୋ ପାଖରେ ଚାକିରି ନାହିଁ, ମୋ ପାଖରେ ଭଲ ସ୍ତ୍ରୀ ନାହିଁ, ମୋ ପାଖରେ ଭଲ ଘର ନାହିଁ। ଇଏ ଡାଇରେକ୍ଟ କହିଦେଲେ ସ୍ୱର୍ଗରେ ଯିଏ ସବୁ କିଛି ପାଇଲା ପରେ ସେ ଖୋଜୁଛି ଭାଇ ଟିକେ ଭକ୍ତି କରିବି। ତୁମେ ପାଇନ ବୋଲି କାନ୍ଦୁଛ, ସେ ପାଇବା ଲୋକଟା କହୁଛି ଯେ ମୁଁ ଭକ୍ତି କରିବି। ଠିକ ତଦ୍ରୂପେ ଯେଉଁମାନେ ଅହମ୍ ବ୍ରହ୍ମାସ୍ମି କହନ୍ତି, ଯିଏ ଏକ ତ ସ୍ୱର୍ଗ ପାଇଗଲା ସିଏ ବି କହୁଛି ଭକ୍ତି କରିବି। ଯିଏ ଅହମ୍ ବ୍ରହ୍ମାସ୍ମି କିଏ ମାୟାବାଦୀ ମାନେ, ଯିଏ ଭକ୍ତିର ପାଇନି ମୁଁ ବ୍ରହ୍ମ, ବୁଝିପାରୁଛ ନାଇଁ। ଯେଉଁମାନେ ଆପଣଙ୍କ ସହିତ ନିଜକୁ ଏକ ବୋଲି ମନେ କରନ୍ତି ସେମାନଙ୍କ ମଧ୍ୟ ଅନ୍ତିମ ଗତି ହେଉଛି ଆପଣ ବିନା ଭକ୍ତିରେ ସେ ବି ଆପଣଙ୍କୁ ପାଇପାରିବେ ନାହିଁ। ଅବଶ୍ୟ ସେମାନଙ୍କ ପକ୍ଷରେ ଆପଣଙ୍କୁ ଲାଭ କରିବା ବଡ଼ କଷ୍ଟକର ବେପାର, ପୁରା ଡାଇରେକ୍ଟ ପୁରା କାଟିଦେଲେ। କିନ୍ତୁ ଏକ ଭକ୍ତଙ୍କ ପକ୍ଷରେ ଯିଏ ଭକ୍ତି କରୁଛି, ଯିଏ ଭଜନ କରୁଛି, ଯିଏ ଜପ କରୁଛି, ଏକ ଭକ୍ତଙ୍କ ପାଖରେ ସହଜଲଭ୍ୟ, ଅତି ସରଳରେ। ମାନେ ଏଇଠି ଦୁଇଟା କଥା, କ'ଣ ଦୁଇଟା କଥା ଆଇଲା? ଯିଏ ସବୁ କିଛି ପାଇଲା ପରେ ମଧ୍ୟ ତା ପାଖରେ ଅପୂର୍ଣ୍ଣ, ଯେଉଁ ପର୍ଯ୍ୟନ୍ତ ଭକ୍ତି କି ଆସେନି, ସ୍ୱର୍ଗ ପଳଉ ଦେବତା ହେଇଯାଉ, ଆୟକୁ ପଡ଼ିବ ଭାଇ ଭକ୍ତି କରିବା ପାଇଁ। ଦ୍ୱିତୀୟ କଥା, ଯିଏ ବ୍ରହ୍ମାସ୍ମି ଯୋଗୀ ସାଧନା ନିଆଁ ଲଗାଉଛି ଜଳରେ ପାଣିରେ, ଯେଉଁ ଦେଖୁଛ ନା କୁମ୍ଭମେଳା ବହୁତ ବଡ଼, ତଥାପି ଆପଣଙ୍କୁ ପାଇବା ବହୁତ କଷ୍ଟକର। କିନ୍ତୁ ଗୋଟିଏ ଭକ୍ତ ଅତି ସରଳ ଭାବରେ ସେ ଆପଣଙ୍କୁ ସହଜ ହେଇଯିବ। ତାପରେ ପ୍ରଭୁପାଦ ଭାବରେ ବହୁତ ଲେଖିଛନ୍ତି। ଭଗବତ ଗୀତାରେ ଶ୍ଲୋକ କୋଉଠି ଲେଖା ହେଇଛି? ଭଗବାନ କହୁଛି ନିଜେ ମତେ ପାଇବା ବହୁତ ସରଳ। କୋଉ ଶ୍ଲୋକ? କୋଉ ଶ୍ଲୋକ? ଭକ୍ତା ମାମ୍ ଅଭିଜାନାନ୍ତି। କୋଉ ଶ୍ଲୋକ? କେତେ ନମ୍ବର ଶ୍ଲୋକ? 18 ଅଧ୍ୟାୟ 95 ଶ୍ଲୋକ। ନାଇଁ 18 ଅଧ୍ୟାୟ ନାଇଁ, 18 ଅଧ୍ୟାୟରେ ଆଉ ଗୋଟେ ଶ୍ଲୋକ କରାଯାଇଛି। ଏ ଶ୍ଲୋକଟା ଗୋଟେ କୋଉଠି ଗୋଟେ ଅଛି ବା, ଭକ୍ତା ମାମ୍ ଅଭିଜାନାନ୍ତି। ଏ ଶ୍ଲୋକଟା ଦେଖିଲ କୋଉଠି ଲେଖା ଅଛି? 18 ଅଧ୍ୟାୟ 95 ନାହିଁ। ତ ବୁଝିପାରିଲେ, ଭଗବାନ ବୁଝିବା ସରଳ ଉପାୟ ହେଲା ଭକ୍ତି କରିବା ଦରକାର। ମାନେ ଏଇଟା ଭକ୍ତିର ଯେଉଁ ଆମେ ଯେଉଁ ମାର୍ଗରେ ଅଛୁ, ଶିବ ପ୍ରେୟା କରୁଛନ୍ତି ଯେ ଭକ୍ତିରେ ଅଛନ୍ତି ଭାଇ, ସେ ଲୋକ ସବୁ ସିଦ୍ଧି ଯୋଗୀ ସବୁ ସାରି ସାରିଛି। କ'ଣ ଏଠି କିଛି ତାଙ୍କର ଆଉ ତୁମେ ଇଆଡ଼େ ସିଆଡ଼େ ମୁଣ୍ଡଟା ଫେରାଉନି, ମୁଣ୍ଡଟାକୁ ଇଆଡ଼େ ମାରନି। ସେ ଯୋଗୀ କରିବି, ସେ ସାଧନା କରିବି, ସେ ତପସ୍ୟା କରିବି। ଯେଉଁ ମାର୍ଗରେ ଅଛ ନା ସବୁ ସାରିକିରି ତୁମକୁ ଏଇଟାକୁ ଦିଆଯାଇଛି, ବୁଝିପାରୁଛ ନା। ଆଉ ସେଇ ଧନ ପଛରେ କି ସେଇ ଜ୍ଞାନ ପଛରେ କି ସେଇ ଭଲ ସୁଖ ସୁବିଧା ଘର ପଛରେ ସେଇ ପଛରେ ଆଉ କିଛି ପଡ଼ନି। ଅଲରେଡ଼ି ଯିଏ ପଡ଼ିଛି ସିଏ ବି କାନ୍ଦୁଛି ଭାଇ ଭକ୍ତି ଟିକେ ମୋତେ ମିଳୁ ବୋଲି। ଆଉ ତୁମେ କାହିଁକି ସେଟାକୁ ଭକ୍ତି ମାର୍ଗ ହେଇକିରି ସେଇଟାକୁ କାହିଁକି କାନ୍ଦୁଛ? ତାପରେ କହୁଛି ତମ୍ ଦୁରାରାଧ୍ୟ ମାରାଧ୍ୟ ସତାମାପି ଦୁରପୟା ଐକାନ୍ତ ଭକ୍ତି କୋ ବାଞ୍ଛତ। ଆଇଲା ପୁଣି ଲଗେଇଲେ, ପୁଣି ଏ ତ ଭକ୍ତି କହିଦେଲେ, ପୁଣି ଏଇଠି ଆଇଲା ଆଉ ଉପରେ ଆହୁରି ହାଇ ଷ୍ଟେଜ। ଐକାନ୍ତ ଭକ୍ତି କୋ ବାଞ୍ଛିତ ପାଦ ମୂଳମ୍ ବହି ବିନା ବହି। ହେ ଭଗବାନ, ଆପଣ ଦୁରାରାଧ୍ୟ, ଆପଣଙ୍କୁ ପାଇବା ଏତେ ବି ସହଜ ନାହିଁ, ବହୁତ କାଠିକର ପାଠ। ଯେଉଁ ଐକାନ୍ତିକ ଭକ୍ତି ସାଧୁ ସନ୍ତଙ୍କ ପକ୍ଷରେ ମଧ୍ୟ ଦୁର୍ଲଭ, ଆପଣଙ୍କୁ କେବଳ ସେଇ ଭକ୍ତି ଦ୍ୱାରା ପ୍ରସନ୍ନ କହିହେବ, ଅନ୍ୟ କୌଣସି ଉପାୟ ନାହିଁ। ଯିଏ ଐକାନ୍ତିକ ଭକ୍ତି, ଯିଏ କେବଳ ଆପଣଙ୍କ ବିନା ଆଉ କିଛି ସଂସାରରେ ଜାଣନ୍ତିନି, ତାକୁ ଆପଣ ଧରା ପକାନ୍ତି। ତା ବ୍ୟତୀତ ଆପଣ ଧରା ପଡ଼ିବେ ନାହିଁ। ଏ ଶ୍ଲୋକ କୋଉଠି? କୁନ୍ତୀ ମହାରାଜ। କୁନ୍ତୀ ମହାରାଜ ଯେତେବେଳେ କହିଲେ ଏ ପ୍ରକୃତି ଉର୍ଦ୍ଧ୍ୱରେ କ'ଣ ପୁରୁଷ, ଯେଉଁ ଶ୍ଲୋକ ପ୍ରକୃତି ଉର୍ଦ୍ଧ୍ୱରେ ଆପଣ ବୁଝିପାରିବେ, ଆପଣ ମାୟା ଜବନିକା ଛିନ୍ନ ଉପରେ ଅଛନ୍ତି, ନଟନାଟ୍ୟ ଧରଜତା, ଯେଉଁ ଶ୍ଲୋକ। ତାପରେ ଗୋଟେ କହିଲେ, ତାପରେ ଭଗବାନ କହୁଛନ୍ତି ଟୀକାରେ ବିଷୟ କ'ଣ କ'ଣ ଏ ସଂସାରରେ ମୋତେ କିଏ ବୁଝିପାରିବେନି ନା? ବୁଝିବେ। କୋଉ ଲୋକଟା କିବା ସ୍ତ୍ରୀ, ମୁଁ ସ୍ତ୍ରୀ ବୁଝିପାରିନି, ଆଉ ତୁମେ ବୁଝିପାରିବନି, କେହି ବୁଝିବନି, କିଏ ବୁଝିବ? ନମୋ ଅକିଞ୍ଚନ ବୃତ୍ତାୟ। ଯେଉଁ ଅକିଞ୍ଚନ ବୃତ୍ତି କରିଛି, ଅକିଞ୍ଚନ ବୃତ୍ତି କ'ଣ? କିଛି ନାହିଁ, କାଙ୍ଗାଳ ବୃତ୍ତି। ଖାଇବି ପିଇବି ନ ପିଇବି ମୋର କିଛି ଦରକାର ନାହିଁ। ନମ ଅକିଞ୍ଚନ ବୃତ୍ତି କରିଦେଇଛି। ବୃତ୍ତି ବୋଲି ବୁଝିପାରୁଛ ନା? ଆମେ ବୃତ୍ତି କ'ଣ କରୁଛନ୍ତି ଆଜି ସବୁ? ଆପଣଙ୍କ ବୃତ୍ତି କ'ଣ? ବିଦେଶ ଯିବି। ଯିବେ ପ୍ରଭୁଜୀଙ୍କର ବୃତ୍ତି କ'ଣ? ଲ୍ୟାଣ୍ଡରୁ ରେଜିଷ୍ଟର କରିବି, ସବୁ ରେଜିଷ୍ଟର, ମାନେ ଦୁନିଆ ଲୋକ ଆଇବେ। ତାଙ୍କ ବୃତ୍ତି କ'ଣ? ପେସେଣ୍ଟ ଦେଖିବି। ତାଙ୍କ ବୃତ୍ତି କ'ଣ? ଗାଡ଼ି ଦେଖି। ଆରେ ବୃତ୍ତି ବୋଲି ବୁଝିପାରୁଛ ନା? ପେସା, ଏଇଟା ପେସା, ଏଇଟା ପେସା। ଆରେ ଏଇଟା ପେସା, ବୁଝିପାରୁଛ ନା? ତ ଏଇଟା ପେସା, ବୁଝିପାରୁଛ ନା? ନମ ଅକିଞ୍ଚନ ସେମିତି ନାଇଁ, ମୁଁ ଏଇଟା କ'ଣ ଏକ୍ଜାମ୍ ଦେଉଛି, ମୁଁ କ'ଣ ଛାଡ଼ିବା ପାଇଁ। ଏଇଠି ଭଗବାନ ସେଭଳିଆ ବୁଝଉଛନ୍ତି କି ଅକିଞ୍ଚନ ଭଳି ପେସା କର। ନମ ଅକିଞ୍ଚନ ବୃତ୍ତାୟ ନିବୃତ୍ତି ଗୁଣବୃତ୍ତାୟ। ସେ ପେସାଟା ହେଉଛି ଅକିଞ୍ଚନ, କିନ୍ତୁ ବୃତ୍ତିଟା ଆଉ ଗୋଟେ ବୃତ୍ତି କରିବ।
गोटे पेशा सब छाड़ आउ गोटे पेशा निवृत्ति गुणवृत्ताय ता गुणटा थब निवृत्ति से मार्केट थब प्रवृत्ति मार्केट थब कि गुण थब कौन डिटाचमेंट भाई करुच्ची मत बॉडीटा चलैया कि मोर से किसी आशा ना निवृत्ति गुणवृत्ताय आत्माराम जी डिटाचमेंट है सी आत्माराम सुख पाइब आत्मारामाय शांताय कैबल्य पताए से कैबल्य पता भी जापर नहे जो डिटाचमेंट छाड़नी से सुखटा ये कहते कि आपण को भक्ति द्वारा प्रसन्न कर अन्य कौन उपाय नुहे ऐकांतिक भक्ति द्वारा ओनली फॉर कृष्ण दरकार यही परिस्थिति जीवर अंतिम सिद्धि लाभ प्रति अत्यंत आग्रही होता व्यक्ति से भक्ति छाड़ी अन्य उपाय कहीं ग्रहण कर सी जाणीदेला जो भगवान को भक्ति बिना किसी होनी सी भाई ये मार्ग छाड़ी कहीं कौ मार्ग को खोज जदि यही मार्ग को आईकरी अन्य को मार्ग खोजुची ता अर्थ कौन से धन्य स्पेशलिस्ट डॉक्टर एग्जांपल से स्पेशलिस्ट डॉक्टर है ताको जदि मेडिकल कॉलेज छाड़ी सी भाई कहबो जे जाई गोटे छोट मोट गाँ भितर जा माने ट्रीटमेंट कर जो नर्स जिया कथा से स्पेशलिस्ट जा ट्रीटमेंट कर अर्थ कौन माने ठीक यूज करि पारने तार हां कोई नहीं गोटे स्पेशलिस्ट माने तू गोटे भल जगह रही तू पेसेंट तोर माने ग्लो को डेवलपमेंट करू ना तो बुद्धिटा को ये भितर पगले बुद्धिटा कौन हे जदि आंक को दिहला आंक जदि कहब खलिकोटे आप सब रेजिस्टर हूँ तो आंकर आग पदटा कौन भाई मु डिस्ट्रिक्ट की जी ना डिस्ट्रिक्ट रु स्टेट लेवल को जी ना सी कह गाँ गहली की जी तो ये से उपभा दौरान भाई भक्ति कलानी तुम आगू को ऐकांतिक भक्ति हम ना भक्ति छाड़ी तुम मिश्रित भक्ति में धन मागे छुआ मागे पिला मागे ये करी तुम्हें चेक कर मीटर पकईकि तुम कौ स्टेज अच्छ तुम स्टेज आगू को बढ़ कौन बुझिपार तो तुम आगू टे बढ़िया चेष्टा कर तुम दीक्षित भक्त तुम कौन करिया दरकार तुम दीक्षित भक्त कौन करिया दरकार मत भाई आगू बढ़िया दरकार आगू आउ टे आगू जावा दरकार आउ टे भक्ति बढ़िया दरकार मो भजन बढ़िया दरकार बुझिपार ना तो यही भाया शिवजी कहते भाई ये अकेंद्र मार्ग को छाड़ी कौन मार्ग में बुलुच खाଇବା पीवा खाई पीवा सब सरीगला दिन एवं दिन कौन कौन करा दरकार आ खाଇବା पीवा बुलिया किए हाँ ए बुझीगले बुझेलु तापर आ गुटे गुटे जोड़े सड़क बहुत सहज माता जी 15 मिनट है 15 मिनट पर क्लास को क्लोज करिया दुरंत काल ये देखो ये बहुत सुंदर कर जत्र निविष्ट मरणम कृतांत नाभिमन्यते विश्व विदंसनम वीर्य शौर्य विस्फुजितो ब्रुभा ये दुरंत काल शौर्य वीर्य विस्फुत भूजुगल नित्र विश्व को ध्वंस कर दिए शुणु जे काल महाकाल सी आज से प्रवचन दौरान जा नेत्र विश्व को ध्वंस हो विश्व ब्रह्मांड को ध्वंस करने मत इतनी कैपेबिलिटी अच्छी गोटे काल नेत्र खोलदेवी पूरा ध्वंस करदेवी किए शिवजी दुरंत काल शौर्य वीर्य विस्फुरित भूजुगल द्वारा खाली नेत्र द्वारा ब्रह्मांड को ध्वंस करद किंतु सत्य एटा सत्य किंतु जो व्यक्ति आपण पाद पद्म अच्छी भाई स्टेटमेंट शुण यहाँ सब बड़ स्टेटमेंट मुझे मार्क देख रखी भक्तिटा केते निर्भीक भक्ति आज शिवजी निज बाखरे वर्णना कहते जो दुरंत काल भूजुगल ध्वंस करदे यहाँ सत्य ये ब्रह्मांड को किंतु जो व्यक्ति आपण पादपद्म शरणागति अच्छी कौटा जो भक्ति आप कर दुरंत काल को वैश्यजन रूप में गणना करने को साहस हुए माने पाखक जावाक भय कर सी तो दूर तो ध्वंस कर दूर सी पाख दौड़ माड़ेनि कार ऐकांतिक भक्तर पाख तौड़ को जापारे बुझीपारे ना माने फास्ट लगेले भक्त भक्त लगेला पुणी लगेले कौटी की ऐकांतिक ताकू दुरंत काल भी सी पाख तौड़ को जाए जदि प्रश्न उठिब जदि प्रश्न उठियो प्रभु जी आपन कहले जे ऐकांतिक भक्ति मान तल को ए काल किछि करिबारे ताले आपन गुरु महाराज माने जो प्रपात डिसाइड माने समान तो ऐकांतिक भक्त तो समान किंदे हला प्रश्न आसबे कि नहीं आइबे कि नहीं से माने आसीबे कि नहीं सेटा कालर नहीं सेटा कार से आउ गुटे लीला को से प्रवेश करेले
जिंदे गौरांग महाप्रभु बा कृष्ण आसती से प्रकट अप्रकट भक्तर भी भक्ति सिद्धांत सरकार कहते जन्म कर्म चम दिव्यम जो जानी तत्वेता से भक्तर भी जन्म कर्म सब जाक दिव्य से कौच कौन ब्रज विजय महोत्सव से ब्रजरे विजय करेंगे प्रवेश करेंगे बुझे ना माने आम जन्मटा जी आविर्भाव से भाई जोड़े शुद्ध भक्तर से कृष्णकर अलग लीला को से प्रवेश करूँ कृष्ण कहले तोर ये लीला सरला आउ गोटे राज्य आउ गोटे ब्रह्मांड जाकि कौट प्रचार प्रवेश कर कौन है फेल है ना पास है सी आपण भी शरीर छाड़देला वैष्णव आप जी भक्ति कर एक्सट्रा भक्ति प्रवेश करमी एग्जाम्पल जी जड़ भरत शरीर बाह्य दृष्टि कौन देखा बाह्य दृष्टि कौन जड़ भरत शरीर को जी आज बाह्य दृष्टि कौन देखुं लोक भाई भरत शरीर था हरिण शरीर गला से हरिण शरीर कौन मिला जोटा यही बड़ी नाला से हरिण बड़ी तार पतन है ना अधिक संग है देखिए भाई नीच जन पड़ेगा ना बुझीपारे ना किंतु से भाई किंतु भक्तर भक्तिटा कौन अवस्था जाए भक्तिर अवस्था आग को प्रगति करे बुझीपारे ना कि बड़ी तुम स्वभाव अनुसार तो जो भाया आटीट्यूड जो भाया व्यवहार होता से भाया बड़ी मिल जो तुम सुंदर व्यवहार अच्छी तुम आटाचमेंट जब भल वैष्णवती अच्छी तुम भल वैष्णव धर्म ना जब पशुबद्ध आटाचमेंट रहा भक्ति करी भक्ति तो नष्ट हेनी कि बड़ीटा पड़े बट पड़े तुम आटाचमेंट अच्छी कृष्ण भाई तुमको भी सहीटा भी कम्प्लीट करा पड़े तोर हरिण होना तू टे जा सी देख घर घर होना गला बेले मुझे थर कही के गुरु नानक जाऊे से पाटी काढ़ले गुरु नानक शिष्य मैंने जाते गला बेटे गोटे छेलीटा ना गाईटा से खाई जाऊँगी छेलीटा पीटिला धरिक दुकान पीटा शिष्य मैंने कहते गोटे हसुच मैंने हसिले ठो ठो के गुरु नानक हसिले कहले गुरुदेव गोटे माने गोटे जानवर माड़ खाऊँ आप हसंती हस ना रे से जानवर ता बपा था से घर मालिक था कुटु कपट कर रखीला आज से पुओ को गोटे शिवलिंग जल कर पुओटा पाई से पुओ को पाई पाई से दुकान गला से पुओ आज छेचुची जहाँ को तपस्या कर दुकान बाड़ी सब रखीला आज कहला ताले ये किनदेला ना से आटाचमेंट है भगवान ताको छेली करदे कहला दुकान आगु मुझे जीविनी प्रभु कहला छेली मे होता मे है से जो धन दौलत सब रखीला से छुआ को तपस्या कला सी टिके आज मुठाटे चूड़ा कि मुड़ी खाईदेला बोली पाटर बिड़ी काटुची इे दौर दंडा कि विचित्र संसार प्रभु से मत हस आउची किए कहते बुझीना आटाचमेंट एत भयंकर जाए जद्वारा कि आमको नेक्स्ट जन जाकर दंडा खाया पड़ो तो ये कहते भक्ति गले ऐक्य भक्ति गले काल भी भय कर आप स्पर्श आसपार तो भाई ये छुटिया मुटिया आम भक्ति करना छुटिया मुटिया जगह हाथ मारी ना हाथ तो मैंने मारदे गोटे 12,000 वोल्टेज आपको संभाल रखापी आमको बुझीपारे ना तो ये बहुत बड़ विस्तार कर प्रभुपाद ये कहते गोटी जो श्लोकटा मुझे जो श्लोकटा कहती ये श्लोकटा सेम भागवत क्षणे अर्धान पितुले ना स्वर्ग ना पुनर्भवम भगवत संघी संज्ञ समर्थान किमुताशिष कहते जो समस्त पुरुष एटा लास्ट श्लोक जो समस्त पुरुष भगवत सहचर माने भगवान को जी सहचर प्रत्येक समय भगवान कथा कीर्तन लीन अच्छे सहचर जदि क्षण अर्धकाल कौन क्षण अर्धकाल क्षणटी अध समय आम तो केते समय आइले क्षीणटी हो नने अर्धकाल क्षणटर अधा ना स्वर्ग ना ता तुलना स्वर्ग ना पुनर्भवम स्वर्गर तुलना करी हब ना स्वर्ग गले जो सुख जो देवता हेले जो सुख ये जगत जो बसिक गोटे क्षण भी से सुख ताको तुलना करी हब ताठर आउरी ऊर्धरे जो भगवत संगटा भगवत संग संगे मर्तान किंतु मर्त लोकर कथा कौन कहब
बुझिपारे जो मुक्ति क्षण अर्धक्षण मुख्य मध्य तुच्छ ज्ञान करे जो समस्त पुरुष भगवत सहचर क्षण अधका से संग लाभ हुए ताले आंबे मैंने राजूति प्रभुति मतलोक सुख कथा दूरे थाऊ एपरिक मुख्य को मध्य तुच्छ ज्ञान करूँ अन्य कथार जदि कौन व्यक्ति क्षण अध सत्संग करे ताले से कर्म ज्ञान प्रतिफल आकृष्ट हुए ना एपरी स्थल जन्म तो अधीन थी देवता आशीर्वाद प्राप्ति कहीं से आग्रह हम ये देवता कौन से आग्रह हम से जानी बोली आम देवी देवता को पाके जाए भाई सामने जो क्षण आज जो बही ए क्षणटी भी देवी देवता सामने किसी नुह बुझे ना माने आप चिंता करूँ आम कौ जगार हाथ मरा आज आम कौन दरकार से जगर ये शिवजी बसीजे शिवजी को स्तुति गान होती ना जब आम जो भक्ति न करते आम कौन से दीप भितर गोटे मोबाइल चल था सी जी जाक दीप मोबाइल चलो से राति सारा उजागर फल कौन मिल आलू कौन धरिए आलू धरिए अपराध कौन हम वैष्णव पाखे मोबाइल चल 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 से शिवजी करे भाई टेंशन मु राम राम जपिकी भाई कहीं जगह आईला रे एति लोक मोबाइल टाणी टाणी मो मुंडा खराब करदे कौन दीप जालुले ठीक अच्छे कि मोबाइल चले चले मो मुंडा पूरा पागला करदे कौन किंतु आम जदापि शिवजी क्षेत्र में नाई कि शिवजी कहे भाई यटा को टे मुझे भाई मो गीतटा ये पड़ी बुझिपारे ना नहीं ये कि जी किए आसो श्लोकटा कहीकि आम गोटे श्लोक अथानंघाग्रेस्तव कीर्तिर्तीर्थयो अंतर्बहि स्नान विदुते पापम नाम भूतेषु अनुक्रोश सुस्वतसलिनाम सत्य संगम अनुग्रह एष नस्तव हे भगवान आपण पादपद्म जावत्य पाप निवर्तक अभ्यंतर आपण कीर्ति तीर्थर एवं बाहर गंगा तीर्थर गंगा जल स्नान कर जो मैंने अभद्र राशि महिला विद्युत होती अर्थात जो मैंने बाह्य अंतर शुचि होती जो मैंने राग देश विरोहित चित्तरे सरल जाते सद्गुण राशि विद्यमान आपण कृपा करंतु से जेपरी से साधु मान सहित मोर सहचार्य हुए ताहले आम प्रति आपण यथेष्ट अनुग्रह निदर्शन दृष्टि देख शिवजी प्रार्थना कर कौन प्रार्थना कर हे भगवान आपण पाद पद्म कहतु हे भगवान आपण पाद पद्म जावत्य पाप निवर्तक अभ्यंतर आपण कीर्ति तीर्थरे यहाँ हूँ कीर्ति तीर्थ यहाँ कौन कीर्ति तीर्थ हेल्ले कौन जोटे हरिंकर कीर्ति गान कराला सीटा तीर्थ हो जाए कौन हो जाए आज तीर्थ है बुझिपारे तो यहाँ हूँ कीर्ति तीर्थ कीर्ति बोले बुझीपार ना भगवान जशगान तीर्थ ये शिवजी कहते बाहर एवं बाहर गंगा तीर्थ बा गंगा जल स्नान करी जो मानकर अभद्र राशि आम हृदय अभद्र राशि अच्छी महिला विधुत हो अच्छी अर्थात जो माने बाह्य अभ्यंतर रे शुचि होती एवं जो माने राग दोष विरोहित चित्तरे सरलता आदि सद्गुण राशि सरल सरल होगा गोटे सबुठ बड़ गुण शिवजी कहते सरलता आदि सद्गुण राशि विद्यमान जहाँ पाखे सरलता गुण विद्यमान आपण कृपा करंतु जेपरी से साधु मान सहित किए कहते कौ साधु जे सरलता जे कीर्ति तीर्थरे स्नान कर कीर्ति तीर्थ बोले माने जे साधु संग करुच्ची जे गंगा जल स्नान कर गंगा जल कौन अरे गंगा कर सी भी स्नान कर बाहर अंतर 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 शुद्धिटा कि हुए भगवान गुणगान करके बाहर गंगा को स्पर्श करी बुझे ना तो यही दुटा कर साधु मान जे सरलता आ दोष रहित क्या दोष देखनी सरलता हुए यही साधु मान सहित कहते से साधु मान सहित मोर सहचार्य हो मैंने मुझे साथ बास करी भाई शिवजी कहते मैंने आम आम सरलता है आम पाखे शिवजी भाई आस बुझे सहचार्य ताहले मो आम प्रति आपणकर यथेष्ट अनुग्रहर निर्दर्शन दृष्टि हम
କାହିଁକି ଯଦି ପ୍ରଶ୍ନ ଉଠିବ ଶିବଜୀ କାହିଁକି ଏଇଭଳିଆ କହୁଛି ନା ତାଙ୍କ ସଙ୍ଗ କଲେ ଆପଣଙ୍କର ଦୃଷ୍ଟିପାତ ହବ ଭଗବାନଙ୍କର ଦୃଷ୍ଟିପାତ ହବ ଆମେ ସେଭଳି କେବେ ହେଲେ ବି ଭଗବାନଙ୍କ କଥା କୀର୍ତ୍ତନ ସାଧୁସଙ୍ଗ ପାଇଁ ସମୟ କେମିତି ଥାଉ ନଥାଉ ଆମକୁ କାଢ଼ିବା ଦରକାର ସାଧୁସଙ୍ଗ ନ କଲା ନା ଯଦି ସାଧୁସଙ୍ଗ ନ କରିବା ତାହେଲେ ଆମ ଜୀବନଟା ବହୁତ ବ୍ୟର୍ଥ ହେଇଯିବ ହଁ ହଁ ଭ୍ୟୁ ନାହିଁ ମାନେ ତମକୁ କ'ଣ ମାନେ ହଁ ଭଲ ଲାଗିଲା ଆପଣ କ'ଣ ଚାହୁଁଛନ୍ତି ଜୀବନରେ ଆଗକୁ ବଢ଼ିବା ପାଇଁ ଏଇଟା ଭ୍ୟୁ ମୋ କ୍ଲାସ ଉପରେ କିଛି ଭ୍ୟୁ ଦରକାର ନାହିଁ ଯେମିତି ଆଜି କ୍ଲାସ୍ ମୁଁ ତ ପ୍ରଥମ ଥର ଯେମିତି ସାମ୍ନାରେ ତମ କ୍ଲାସ୍ ଆଟେଣ୍ଡ କଲି ତ ବହୁତ ବଢ଼ିଆ ଲାଗିଲା ଆଉ ଯେଉଁ ଆମର ବହୁତ ସିମ୍ପଲ୍ ଯେଉଁ ପଏଣ୍ଟ ଯାହା ରହେ ନା ତ ଆମେ ସବୁବେଳେ ଯେଉଁ ଭଗବାନର କଥା ସାଧୁସଙ୍ଗର କଥାର ସହିତ ଶୁଣିଲେ ହିଁ ଆମର ଜୀବନର ଶୈଳୀଟା ଆମେ କେମିତି ଜାଣିବା ଆଉ ସେ କଥା ଭିତରେ ହିଁ ଆମର ନିତିଦିନିଆ ଚଳଣି ଆମେ ଯାଉଛି ଜୀବନ ବିତୁଛି ଏଇ କଥା ମାଧ୍ୟମରେ ଯାଉଛି ଯେମିତି ଆମକୁ ଚାରିଟା ଆମର ଅପୂର୍ଣ୍ଣ ଇନ୍ଦ୍ରିୟ ଚାରିଟା ଯେମିତି କଲେ ସେ ଚାରିଟା ଇନ୍ଦ୍ରିୟରେ ଆମର ପୂର୍ଣ୍ଣ ଆମ ଜୀବନଶୈଳୀ ସେ ଭିତରେ ପୁରା ଆସିଯାଏ ଆମେ ଯେମିତି ଆମେ ଲୋକକୁ ଦୋଷ ଦେଉଛୁ ଦୋଷ ଆରୋପ କରୁଛୁ ସେ ଲୋକ ଭଲ ନାହିଁ କିନ୍ତୁ ଆମେ ନିଜେ ଠିକ୍ ନାହିଁ ଆମର ଆଖି ଠିକ୍ ନାହିଁ ଯେମିତି ଏପଟେ ଗୋଟେ କାନ୍ଥ ପଡ଼ିଯିବ ସେପଟେ କ'ଣ ହେଉଛି ଆମ ଆଖି ଦେଖିପାରିବନି ଆମର ଆଖି ଠିକ୍ ନାହିଁ ଆମ ଇନ୍ଦ୍ରିୟ ଆମେ ସଂଯୋଗ କରିପାରିବାନି ତ ଆମେ ଏସବୁ କେତେବେଳେ କରିବା ଯେତେବେଳେ ଆମେ ଭଗବାନଙ୍କର କଥା ଶୁଣିବା ସାଧୁମାନଙ୍କର ସଙ୍ଗୀତ ରହିବା ତ ଆମର ଆମର ଯେଉଁ ମନର ବହୁତ ଦୋଷ ଆରୋପ ରହିଛି ସେଇଟା ଧୀରେ 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 ସଫା ହେବ ଆଉ ଯେଉଁ ପ୍ରଭୁଜୀ ଏବେ ଯେଉଁ କହିଲେ ବୈଷ୍ଣବଙ୍କର କଥା ଆମର ଓଡ଼ିଶାରେ ପ୍ରାୟ ଲୋକ ଦେବାଦେବୀ ଉପରେ ବହୁତ ବିଲିଭ୍ କରନ୍ତି ତ ଆମେ ବି ତାଙ୍କୁ ଡାଇରେକ୍ଟ ଆମେ କହିପାରିବାନି କି ତମେ ମାନେ ଦେବାଦେବୀକୁ ପୂଜା କର ହଁ ତ ଆମେ ଆଉ ଯେଉଁ ଆମର ଆଉ କ୍ୱେଶ୍ଚିନ୍ କେଉଁଠି ହେଉଛି ଆମେ ଯଦି ତାଙ୍କୁ ଡାଇରେକ୍ଟ ଠାକୁରଙ୍କୁ ବି ଜପ କରେଇଲେ ଆମେ କହିପାରୁନି କାହିଁକିନା ଆମେ ପରଫେକ୍ଟ ଆମେ ଭଗବାନ ଗୀତା ପଢ଼ିନୁ ଆମେ ପରଫେକ୍ଟ ଗୀତା ପଢ଼ୁନୁ କି ଆମେ ଲେକ୍ଚର ବି ଶୁଣୁନୁ ଯେବେ ଏସବୁ ଶୁଣିଲେ ଆମେ ଅନ୍ୟ ଜଣ ଭକ୍ତକୁ ଷ୍ଟାଣ୍ଡ କରିପାରିବା କି ଆମେ ଅନ୍ୟ ଜଣ ଭକ୍ତକୁ କହିପାରିବା ତ ଆଉ ଗୋଟେ ଯେଉଁ ପ୍ରଭୁଜୀ କହିଲେ ମାନେ ଦୋଷ ଆରୋପ କରିବାନି କାହା ପ୍ରତି ଯଦି ଆମେ ରାସ୍ତାରେ ଯାଉଛେ କାହା ପ୍ରତି କିଏ କହୁଛି ତ ଆମେ ସେଇଟାକୁ ଅପରାଧ ହେଇଥିଲେ ଆମେ ନମସ୍କାର କରେ ସେଇଥିରେ ଆମେ ସେଇଠୁ ଆସିପାରିବ ପ୍ରଣାମ କରିକି ନଚେତ୍ ତମେ ସେଇ ବିଷୟରେ ପୁରା ଜାଣିଥିବ ହେଲେ ତମେ ସେଇଟାକୁ କ୍ଲିୟର କରିପାରିବ ନଚେତ୍ ଆମର ବି ଅପରାଧ ହେଇଯିବ ତ ପ୍ରଭୁଜୀ ତ ବହୁତ ବଢ଼ିଆ ବଢ଼ିଆ ପଏଣ୍ଟ ସବୁ କହିଲେ ତ ମନକୁ ଛୁଇଁଗଲା ଆଉ ଏ କଥା ଆମର ନିତିଦିନିଆ ଜୀବନ ଶୈଳୀ ଉପରେ ହିଁ ଆସେ ତ ଆମେ ଏସବୁ ଶୁଣିଲେ ହିଁ ଆମେ ଆଗକୁ ବଢ଼ିପାରିବା ମାତାଜୀ ପାଇଁ ଗୋଟେ ଥର ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ମାତାଜୀ କେମିତି ଏଇଭଳି ସରଳ ବୈଷ୍ଣବ ହୁଅନ୍ତୁ ତାଙ୍କ ଜୀବନ ଶୈଳୀଟା କେମିତି ଆଉ ମୁଁ ଗୋଟେ କହି ମୋ ପାଇଁ ତ ପ୍ରଭୁଜୀ ପ୍ରାର୍ଥନା କରନ୍ତୁ ଏକରେ ତ ମୋର ଯୋଉ ଇନ୍ଦ୍ରିୟ ଚାରିଟା ଯାକ ତ ଦୋଷପୂର୍ଣ୍ଣ ମୋ ଭିତରେ କୁଟ କୁଟ କରି ଭରି ହେଇଛି ମୁଁ ସମସ୍ତ ଭଗବାନ ତାଙ୍କ ଦୋଷପୂର୍ଣ୍ଣ ଇନ୍ଦ୍ରିୟରୁ ଆପଣ ମୁକ୍ତି କରନ୍ତୁ ହରେ କୃଷ୍ଣ 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 ହରେ 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 ରାମ ସତରେ ବହୁତ ପତିତ ଭଗବାନ ମତେ କୋଉ ଭୁଲ କରିଥିଲି ନା ପୁଣି ଏଇ ଜନ୍ମ ଏଇଠି ଜନ୍ମ ଦେଇଛନ୍ତି ପୁଣି ଆଉ ସଂସାର ଭିତରେ କୁହନ୍ତୁ ଆମର ଠିକ ଅଛି ଆମେ ଆଜିର କହିବୁ ଗୋଟେ କଥା ଆଜିର କଥାର ମୁଁ ସାର୍ ମର୍ମ ବୁଝିଲି ଯେ ମତେ ଖାଲି ଏକାନ୍ତିକ ଭକ୍ତର ସଙ୍ଗ ଦରକାର ମତେ ନୁହଁ ସବୁବେଳେ ଆମେ ଲାଳାୟତ ଆଶାବାଦ ଦେବା କଥା ଏକାନ୍ତିକ ଭକ୍ତର ସଙ୍ଗ ଯାହା ଫଳରେ ଭଗବାନ ଯେମିତି ଆମକୁ ଦୃଷ୍ଟିପାତ କରିପାରିବେ ଆମ ମାତାଜୀଙ୍କର କିନ୍ତୁ ଐକାନ୍ତିକ ଭକ୍ତିର ସଙ୍ଗ ହଉ ଆମେ ଭଗବାନଙ୍କୁ ପ୍ରାର୍ଥନା କରିବା ସମସ୍ତେ ପ୍ରାର୍ଥନା କର ହରେ କୃଷ୍ଣ 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 ହରେ 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 ରାମ 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 କିନ୍ତୁ ଅକାନ୍ତିକ ଭକ୍ତର ସଙ୍ଗ ଦେଇକିରି ସେ ଭଗବାନଙ୍କ ଧାମକୁ ପ୍ରବେଶ କରାନ୍ତୁ ହରେ କୃଷ୍ଣ 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 ହରେ 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 ରାମ 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 ହରେ ବହୁତ ବଢିଆ କଥା এটা ସବୁଠୁ ଗ୍ରେଟ୍ ପଏଣ୍ଟ ଭକ୍ତି ମାର୍ଗରେ ଆଗକୁ ବଢ଼ିବାକୁ ହେଲେ ଭଲ ବୈଷ୍ଣବ ଭଲ ସାଧୁସଙ୍ଗ ସେଇଟା ଚେଷ୍ଟା କରିବା ପାଇଁ ସବୁବେଳେ ଆଟେଣ୍ଡ କରିବା ଯେଉଁଟା ନ ବୁଝା ପଡ଼ୁଛି ମଧ୍ୟ କ୍ୱେଶ୍ଚିନ୍ କରିକି ବୁଝିପାରିବା ବାର ଭାଗବତ ପଢ଼ିବା ମାଳ ଜପ କରିବା ଭଗବାନଙ୍କୁ ସହାୟଲା ଭଳିଆ ଆମେ ଶାସ୍ତ୍ର ଅନୁମୋଦିତ କାମ କରିବା ସରଳ ହେଇଯିବା ପୁରା ତା କଥାଟାକୁ ଆମେ ଯେଉଁ ଭାବରେ ଆମେ ରିଆକ୍ଟ ନେବା ମନ ଭିତରକୁ ଆମକୁ ସେଇଭଳିଆ ଅନୁଭୂତି ହେବ ଆପଣ ଭଲରେ ବୁଝୁଛନ୍ତି ଆମ ମାଇଣ୍ଡ ଆବସେଣ୍ଟ ଥିବ ପ୍ରଭୁ କିଛି ଭଲରେ ବୁଝେଇଲେନି ସେଇଟା ନିଜର ଦୋଷ ଥିବ କିନ୍ତୁ ଆପଣଙ୍କ ଦୋଷ ଆମେ ଧରିପାରିବା କିନ୍ତୁ ଆପଣ ଭଲସେ ବୁଝେଇଥିବେ ମାଇଣ୍ଡ ଯଦି ପ୍ରେଜେଣ୍ଟ ଅଛି
ଆପଣ ଯେତେ ବୁଲେଇ ବଙ୍କେଇ ବୁଝିଲେ ମଧ୍ୟ ଆମେ ବୁଝିଯିବୁ। ସବୁଠୁ ଭକ୍ତି ମାର୍ଗ ହେଲା ସରଳ, ବିଶ୍ୱାସ, ସମର୍ପଣ, ସିମ୍ପଲିସିଟି। ସମର୍ପଣ। ବାସ୍ ତ ମାତାଜୀ ଏଇଭଳି ସରଳ ବିଶ୍ୱାସ ସମର୍ପଣରେ ଭଗବାନଙ୍କୁ ଭକ୍ତି କରନ୍ତି। ଆମେ ଗୋଟେ ଥର ଭଗବାନଙ୍କ ନାମ ହରେ କୃଷ୍ଣ 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 ହରେ 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 ରାମ ମାତାଜୀকে ଏଇଭଳିଆ ଆଶୀର୍ବାଦ ନା ନା କହିବାକୁ ପଡିବ ଏଇଟା ନାଇଁ ଏ ଗୋଟେ ପଏଣ୍ଟ କହିଦେବେ କିଛି ଡରିବାର ନାହିଁ ପ୍ରଭୁ ଟେନସନ ନିଅନି ଆରମ୍ଭ ବଢିଆ ଅଛି ବହି ଆରମ୍ଭ ହରେ କୃଷ୍ଣ ସମସ୍ତଙ୍କୁ ମୋର ଦଣ୍ଡବତ ପ୍ରଣାମ। ପ୍ରଭୁ ଯେ ଆମ୍ଭମାନଙ୍କୁ ଯେଉଁ ରୁଦ୍ର ଗୀତା ଆମକୁ ଶ୍ରବଣ କରାଇଛନ୍ତି, ପ୍ରକୃତରେ ଆଜିର ଯେଉଁ ମହାନ ପବିତ୍ର ଦିନ ଜାଗର ଦିନ, ସେଇ ଦିନରେ ଶିବଜୀଙ୍କର ପ୍ରାର୍ଥନା ଯାହାକି ପ୍ରଚେତାଗଣଙ୍କ ଠାରେ ଉପସ୍ଥିତ ଥାଇ ଯେମିତି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି, ସେ ଶିବଜୀ ଏତେ ଦେବାଦି ଦେବ ହୋଇ ମଧ୍ୟ ସ୍ୱର୍ଗର ଉଦାହରଣ ଦେଇଛନ୍ତି। ଆଉ ବିଭିନ୍ନ ଯୋଗ ସାଧନା କରୁଥିବା ସେମାନଙ୍କର ମଧ୍ୟ ଉଦାହରଣ ଦେଇଛନ୍ତି। କିନ୍ତୁ ଭକ୍ତିକୁ ହିଁ ଭକ୍ତିର ମହିମାଟାକୁ ହିଁ ଏଠି ତାଙ୍କର ଶ୍ଲୋକ ମାଧ୍ୟମରେ ହଉ ଯେମିତି ବର୍ଣ୍ଣନା କରିଛନ୍ତି, ଆମକୁ ସେଇଥିରୁ ଶିଖିବାର ଅଛି କି ଆମ ଜୀବନରେ ବହୁତ କିଛି ଭୁଲ କର୍ମ ମଧ୍ୟ ହେଇଥାଉଛି, ଯାହାକି ଆମର ଅଜାଣତରେ ହଉ ଜାଣତରେ ହଉ ବୈଷ୍ଣବ ଅପରାଧ ହଉ ଏମିତି ମଜାକରେ ମଧ୍ୟ ଏମିତି ହେଇଥାଉଛି। ଭଗବାନଙ୍କ ଠାରେ ବା ଭାଗବତଙ୍କ ଠାରେ ପ୍ରାର୍ଥନା କରୁଛି ଯେମିତି ଏରାଗ ନ ହଉ ଆଉ ଶୁଦ୍ଧ ଭକ୍ତି ହଉ ଆଉ ସମସ୍ତଙ୍କ କୃପା ଟିକେ ରହୁ ସମସ୍ତଙ୍କର, ଆଉ ଯେମିତି ଅଧିକରୁ ଅଧିକ ଆମେ ଭଗବାନଙ୍କର ନାମ କରିବା, ଭଗବାନଙ୍କର ସେବା ଆଦି କରିପାରିବା। ଆଉ ଭଗବାନଙ୍କ ପାଇଁ ହିଁ ଆମର ଜୀବନଟା ସେଇଥିରେ କୈଳାସପତିକୁ ଯାହା ମାଗିଲେ ଭଗବାନ ତାକୁ ସେଇଭଳିଆ ଭାବରେ ଉତ୍ସର୍ଗ କରନ୍ତି ତାଙ୍କ ଜୀବନକୁ। ଆଉ ଅଧିକରୁ ଅଧିକ ନାମ ଭଜନ କଥା କୀର୍ତ୍ତନ ତାଙ୍କ ମତି ସର୍ବଦା ଲାଗିବ। ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ବହୁତ ବହୁତ ଧନ୍ୟବାଦ ପ୍ରଭୁଜୀ। ଆମର ବଳରାମ ପ୍ରଭୁ ଲାଇନଟା ହଉଛନ୍ତି ବଳରାମ ଭାଇ ବାଉଣ୍ଡରୀ ଭାଇ ନିୟମଟା ରୁଲଟା ସମସ୍ତେ ସମାନ। ମୁଁ ବି ଆଇବି ମୁଁ ବି କହିବି ଆପଣ ତ ଏତେ ମତେ କହୁଥିଲେ ଆମେ ଶୁଣୁଥିଲୁ ଠିକ ଅଛି ମତେ ଛାଡ଼ିଦିଅନ୍ତୁ ମୁଁ ବି ତ ଲେଟର ପକେଇବି ସବୁ ଅଛି ମୋ ପାଖରେ। ପ୍ରଭୁଜୀ ଆପଣ ଯେମିତି ଏବେ କହିଲେ ଆମର ଶିବଙ୍କର 3 ନମ୍ବର ଯେ ନେତ୍ର କଲେ ପୁରା ବ୍ରହ୍ମାଣ୍ଡ ଧ୍ୱଂସ ହୋଇଯାଏ, କିନ୍ତୁ ଗୋଟେ ବୈଷ୍ଣବ ଆଗରେ ତାଙ୍କର ଯେଉଁ ବୈଷ୍ଣବର ଭକ୍ତି ମାନେ ଐକାନ୍ତିକ ଭକ୍ତି ଯିଏ କରୁଛି ତାଙ୍କ ଆଗରେ ଶିବଙ୍କର ବହୁତ କିଛି ଇଏ ଥାଏ, ମାନେ କାଳ ବି ସ୍ପର୍ଶ କରିପାରିବ କିନ୍ତୁ ଭକ୍ତି ରସ ହେଉଛି ବହୁତ ବଡ଼ ଜିନିଷ। ଆମେ ଜାଣତରେ ହଉ କି ଅଜାଣତରେ ହଉ ଭକ୍ତି ପଥକୁ ଆସିଛେ, ସେଇଟାକୁ ବଜାୟ ରଖିବା ପାଇଁ ବୋଲି ମାନେ ଆମ ଜୀବନରେ ରଖିବା ପାଇଁ ବୋଲି ନିହାତି ଆମକୁ ସାଧୁସଙ୍ଗ ଦରକାର, ଆଉ ସାଧୁସଙ୍ଗ ନିହାତି କରିବାକୁ ପଡ଼ିବ, ନହେଲେ ଆମର ଏ ଭକ୍ତି ପଥରୁ ଆମେ ହଟିଯିବାର ସମ୍ଭାବନା ଅଛି। ତାଙ୍କର ସଦାସର୍ବଦା ସାଧୁସଙ୍ଗ ରହୁ ଆଉ ତାଙ୍କୁ ସେଇଭଳି ଐକାନ୍ତିକ ଭକ୍ତି ପ୍ରାପ୍ତ ହଉ। ବଳରାମଙ୍କୁ ହରେ କୃଷ୍ଣ 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 ହରେ 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 ରାମ 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 ହରେ। ଆଜି ବିଶେଷ ସୂଚନା ଏଇ ଯୋଉ ସାଧୁସଙ୍ଗର ମାନେ ଅଧିଷ୍ଠାତା ହେଲେ ବଳରାମ ପ୍ରଭୁ, କାରଣ ବଳରାମ ପ୍ରଭୁର ବହୁତ ଡିଜାୟାର ଥିଲା ପ୍ରଭୁ ଆପଣ ଆଜି କ୍ଲାସ କରନ୍ତୁ। ମୁଁ ତ ମାନେ ଭୁଲି ଯାଇଥିଲି, ମୁଁ ଭକ୍ତିଟା କାହିଁ କରିବା ମାନେ ତାଙ୍କର ଯୋଉ ଲାଳସା, କିନ୍ତୁ ଆମର କଥା ଟିକେ ହବ ତାଙ୍କ ଇଚ୍ଛାରୁ ତାଙ୍କ ଇଚ୍ଛାରେ ମାନେ ହେଇଛି କାରଣ ସେ ଆଜି ପଇଁଟା କହିଲେ ମାଗିଛନ୍ତି ଯୋଉଠି ଗଲେ ଆଜି କଥା ହବ କି ମାନେ ଯୋଉ ଲାଳସା ଭିତରେ ମାନେ ଗୋଟେ ମୁଁ ତାଙ୍କ ଗୋଟେ ପ୍ରେରଣା ଆସୁଛି, ମାନେ ଆମେ ସମସ୍ତେ ଗୋଟେ ଶିକ୍ଷା ଦରକାର ଯୋଉ ମାନେ କଥା ପ୍ରତି ଯୋଉ ପୁରା ବ୍ୟାକୁଳ ଯୋଉ ଲାଳସା ଦେଖନ୍ତୁ ଆଜି କେତେ ଲୋକକୁ ପ୍ରଭାବିତ କରୁଛି। ଗୋଟେ ବୈଷ୍ଣବ ନିଜେ ଶୁଣିବା ପାଇଁ ଆଜି 10ଟା ଲୋକକୁ ଟାଣି ଆଣିଛନ୍ତି ହରି କଥା ପାଇଁ। କିଏ କୋଉଠି ଅଛନ୍ତି ସିଏ ବି ଜାଣିନଥିଲା ଆଜି ମୋର ହରି କଥା ହବ, ସିଏ ବି ଜାଣିନି ଆଜି ତାର ମାନେ ଅପରେସନ କ୍ୟାନସଲ, ଇଏ ବି ଗୋଟେ ଡେଡିକେଟେଡ ଜଣେ ଭାଇ ଅପରେସନକୁ ତ୍ୟାଗ କରି ପଇସା ପତ୍ର ଛାଡ଼ିକିରି ଭାଇ ଚାକିରି ଛାଡ଼ିକି ଭାଇ ମୁଁ ଯିବି ହରି କଥା ଶୁଣିବାକୁ। ସିଏ ଭାଇ ତାଙ୍କର ନିଦ ଫିଦ ଛଡ଼ିକିରି ସେ ଶୋୟା ଲୋକ କି ଖାଇବା ଲୋକ ସିଏ ବି ଛାଡ଼ିକିରି ଆଇଛନ୍ତି ମୁଁ କୋଉଠି ଯିବି ଡର ମାନେ ଏଇଟା ଦେଖ କୃଷ୍ଣ ଭକ୍ତି କରିବା ପାଇଁ ଗୋଟେ ଭକ୍ତି ଇଚ୍ଛା କଲା ହରି କଥା ହବ। ଆଜି ମୁଁ ଭାଇ କୋଉଠି ଅଛି କ'ଣ ଅଛି ଖାଇବି କେମିତି ଯିବି, ଆପଣ ବି ଇଚ୍ଛା ଥିଲେ କି ନଥିଲେ ଭାଇ ଆସିବି, ତାଙ୍କର କୋଉଠି ଅଛନ୍ତି ଭାଇ ଆଜି କଥା ହବ ମାନେ ଏକତ୍ରିତ ବାନ୍ଧିବା ଦେଖ କେତେ ଗୋଟେ ଡିଜାୟାର। ଆମେ ଧନର ଡିଜାୟାର କରୁଛନ୍ତି, ସେ ଯଦି ହରି କଥାର ଡିଜାୟାର 5ଟା ଲୋକର ମଙ୍ଗଳ ହଉଛନ୍ତି ତାଙ୍କ ଉପରକୁ ଡିଜାୟାର ତିଆରି କରିବା ଦରକାର, ପ୍ରେରଣା ନେବା ଦରକାର, ଶିଖିବା ଦରକାର ଭାଇ କୃଷ୍ଣ କଥା ପାଇଁ ସେମାନଙ୍କର କେତେ
ଲାଳସା ଭକ୍ତିରେ ତ ପ୍ରଥମ ଅଙ୍ଗ ଶ୍ରବଣ ଆଉ ଶ୍ରବଣ କଲେ ସିନା ତ ଶ୍ରଦ୍ଧା ତାଙ୍କର ସେଇଭଳିଆ ଲାଳସା କୃଷ୍ଣ ସବୁବେଳେ ରଖନ୍ତୁ ହୃଦୟରେ। ହରେ हरे कृष्ण 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 हरे 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 राम राम राम। ରାଜକିଶୋର ବାବୁ। ହରେ କୃଷ୍ଣ ଦଣ୍ଡର ପ୍ରଣାମ ସମସ୍ତଙ୍କୁ। କଣ 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 ଭାବିଥିଲି ସବୁ ଭୁଲିଗଲି ବର୍ତ୍ତମାନ। ଭାଇ ଏଇ ସଙ୍ଗଟା ମାନେ ମାନେ ବିଶ୍ୱାସ କରିବେନି, ମୁଁ ବେଳେବେଳେ ଭାବେ ଯଦି ମୋର ପୁନର୍ଜନ୍ମ ହୁଏ ଏଇଭଳିଆ ସଙ୍ଗରେ ମତେ ଜନ୍ମ ଦିଅ ବାବୁ। ମାନେ ଗୋଟେ ଅଦ୍ଭୁତ ଅଜ୍ଞାନ ବର୍ତ୍ତମାନ ମାନେ ଏଇଥିରେ ଲୋକକୁ ପାଖରେ ରହିଲେ ମାନେ ଏବେ ଯୋଉ 10 ଜଣ ବଇଛନ୍ତି କିଏ କାହାର ପର ଆପଣାର କାହା ସ୍ତ୍ରୀ କାହା ପୁରୁଷ କିଛି ପ୍ରଭେଦ ନାହିଁ। ଇଣ୍ଡିଆ ରହି ଆସିବ ନବଦେଶ କୁହନ୍ତୁ। କିଛି ଫିଲିଂସ୍ ଆଉ ଆସିବ ସମସ୍ତଙ୍କର କୃପା ହଉ, ଭଗବାନଙ୍କ କୃପା ହଉ, ସାଧୁ ସଙ୍ଗ ସବୁବେଳେ ଏମିତି ମିଳିଥାଉ। ଆଉ ଏ ସାଧୁ ସଙ୍ଗ ମିଳିବା ସତ୍ତ୍ୱେ ଆମର ସଂସାର ପ୍ରତି କେମିତି ଧୀରେ ଧୀରେ କଟିକିରି ଏ ପ୍ରତି ପୁରା ସମର୍ପଣ ହେଇଯିବା ସେଇ ଚେଷ୍ଟା ଆଉ ଆମର ଗୋଟେ ଲୋକ ଆଉ ଗୋଟେ ଭକ୍ତ ହଁ ସେଇ ସମର୍ପଣ ରହିଯିବା। ଆଉ ଭଗବାନଙ୍କର ପାଦ କେବେ ଏଇ ଜାଗାକୁ ଆସିବ ତାଙ୍କ ଶରଣରେ ଆସିକି କେମିତି ଆମେ ଏଠି ସବୁ ଦିନ କାଟିବା ସେଇଟା ଟିକେ ଆମର ହରି 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 ବୋଲ ମନ ଇଚ୍ଛା ଭଗବାନ ଗୋଟେ ଥର ହରେ କୃଷ୍ଣ ହରେ କୃଷ୍ଣ कृष्ण कृष्ण हरे 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 राम 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 हरे हरे। प्रभु जी ଆମର ଗୋଟେ ଛୋଟ କଥା ମାନେ ରାଜକିଶୋର ପ୍ରଭୁ ଶେଷରେ ଯୋଉ ଉପସ୍ଥାପନ କରୁଛନ୍ତି ଯୋଉଟା କି ଏଇଠି ଯଥାଶୀଘ୍ର ଯେମିତି ଭଗବାନ ଆସିବେ ଆଉ ତାର ଟିକେ ବ୍ୟବସ୍ଥା ହଉ। ଆମେ ସମସ୍ତଙ୍କର ପ୍ରାର୍ଥନା ମଧ୍ୟ ଭଗବାନ ତାଙ୍କ କଥା ଆମ ସମସ୍ତଙ୍କର କଥା ବୋଲି ଧରନ୍ତୁ ଭଗବାନ ଆଉ ସେ କଥାଟାକୁ ଯଥାଶୀଘ୍ର ପୂରଣ କରନ୍ତୁ। ହରେ କୃଷ୍ଣ 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 ହରେ 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 ରାମ 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 ହରେ। ନାଇଁ ଗୌରଙ୍ଗ ମୁଁ ତତେ ହାତ ମାରିବି କିଛି ଏ ବାବା ଆଉ ଗୋଟେ ଭକ୍ତ ପ୍ରଭୁଜୀ ତ ବହୁତ କିଛି କହିଲେ। ପ୍ରଭୁଜୀ ତ ଆମର ତ ଭାଗବତ ଭୂଷଣ ଭାଗବତରେ ରମଣ କରୁଛନ୍ତି। ଆମ ପାଖରେ ତ ସେ ଯୋଗ୍ୟତା ନାହିଁ କିନ୍ତୁ ପ୍ରଭୁଜୀଙ୍କ ସଙ୍ଗରେ ବହୁତ କିଛି ଆମେ ଅନୁଭୂତ ବା ରିଏଲାଇଜ୍ କରିପାରୁଛୁ। ପ୍ରଭୁଜୀ କହିଲେ ଯେମିତି ବହୁତ ମୁଁ ପ୍ରଭୁଜୀଙ୍କ ସବୁ କ୍ଲାସ୍ରେ କିଛି ନୂଆ ଜିନିଷ ମୋତେ ସେଇଟା ଆଚମ୍ବିତ କରେ ଆଉ ସେଇଟା ଆକର୍ଷିତ କରେ ପ୍ରଭୁଜୀଙ୍କ କ୍ଲାସ୍ ଶୁଣିବା ପାଇଁ। ତ ଆଜିର ପ୍ରଭୁଜୀ ତ ବହୁତ ମାତାଜୀ ଯେଉଁ କହୁଥିଲେ ପ୍ରକୃତରେ ହିସାବଟା କରିଦେଲେ ସପ୍ତାହର 7 ଦିନ 24 ଘଣ୍ଟା ଲେଖାଏଁ 168ରେ 20 ଘଣ୍ଟା ଆମେ କୃଷ୍ଣଙ୍କୁ ଦେବା କୃଷ୍ଣଙ୍କୁ ଦେବା ସଂସାର 160 ଦେବା 140 ଦେବା ତାହେଲେ ଆମେ କେମିତି ଆକ୍ସେପ୍ଟ କରିବା ଯେ କୃଷ୍ଣ ଆମଙ୍କ ପ୍ରତି ମୋର ଆକର୍ଷଣ ବଢ଼ିବ। ତ ଆମକୁ ଏଇ ହିସାବଟା କରିବାକୁ ପଡ଼ିବ। ତ ତାପରେ ପ୍ରଭୁଜୀ କହିଲେ ଯେଉଁ ଆମକୁ ଏତେ ବଡ଼ ଜିନିଷଟା ମିଳିଯାଇଛି କିନ୍ତୁ ଭଗବାନଙ୍କୁ ପ୍ରାର୍ଥନା କରିବା ପ୍ରଭୁ ଯେମିତି ମାଙ୍କଡ଼ ହାତରେ ଶାଳଗ୍ରାମ ଭଳିଆ ଆମ ହାତରେ ଏତେ ବଡ଼ ଜିନିଷ ଭକ୍ତି ଦେଇଛନ୍ତି ଭଗବାନ ଚୈତନ୍ୟ ବାବୁଙ୍କ କୃପା ପ୍ରଭୁପାଦଙ୍କ ଅହେତୁକ କୃପା ଯୋଗୁଁ ଆମ ପାଖରେ କ'ଣ ଯୋଗ୍ୟତା ଅଛି କହିଲେ ଭକ୍ତି ଭଳିଆ ଜିନିଷକୁ ଧରିବା ପାଇଁ। ତ ଭଗବାନ ପ୍ରାର୍ଥନା କରିବା ପ୍ରଭୁ ଅଷ୍ଟମାନଙ୍କ ଏମିତି ସଙ୍ଗରେ ଆଟଲିଷ୍ଟ ସେଇଟା ଧରିକି ରଖିବା ପାଇଁ ଯୋଗ୍ୟତା ମିଳୁ। ଆଉ ଏଇ ଭକ୍ତିଟାକୁ ସହଜରେ ଯେଉଁ ମିଳିଯାଇଛି ଯେଉଁ କୁହନ୍ତୁନି ସହଜରେ ମିଳିଗଲେ ଆମେ ଗ୍ରାଣ୍ଟେଡ୍ ନେଇଯିବା ଯେ ମିଳିଯାଇଛି ଭକ୍ତି ତ ମିଳିବାର ଥିଲା। ଆରେ ଭକ୍ତି ଏତେ ଜଣ ଲୋକ ଅଛନ୍ତି ବାହାରେ ଭକ୍ତି କ'ଣ ଜାଣିନାହାନ୍ତି ବା ଏଇ ରାସ୍ତାକୁ ଜାଣିନାହାନ୍ତି। ତ ଆମେ ଭଗବାନଙ୍କୁ ଏଇଆ ଭକ୍ତମାନଙ୍କ ପାଖରେ ଏଇଟା ମୋର ପ୍ରାର୍ଥନା ରହୁଛି ଯେ ମୁଁ ଏଇ ଭକ୍ତିକୁ ସବୁବେଳେ କେତେବେଳେ ମାନେ ଗ୍ରାଣ୍ଟେଡ୍ ନ ନିଏ ଯେଟା ମୋତେ ମିଳିଯାଇଛି ବହୁତ କଷ୍ଟରେ ମିଳିଛି। ଆପଣମାନଙ୍କ ପ୍ରାର୍ଥନା ଏତିକି କରନ୍ତୁ ପ୍ରଭୁଜୀ ଯେ ମୁଁ ଭକ୍ତିର ଏଇ ମୂଲ୍ୟକୁ ମୁଁ ସବୁବେଳେ ଆକୁ ବହୁତ ବଡ଼ ମୂଲ୍ୟ ବୋଲି ଭାବୁଥିବି। ଏଇଟା ମୋର ସମ୍ପତ୍ତି ଆଉ ଆପଣମାନଙ୍କର ସଙ୍ଗ ସବୁବେଳେ ମୋତେ ଉଠେଇ ଖାଆନ୍ତୁ ପ୍ରଭୁଜୀ। ହରି 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 ବୋଲ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ପ୍ରଭୁଜୀଙ୍କ ଇଚ୍ଛାକୁ ଭଗବାନ କମ୍ପ୍ଲିଟ୍ କରନ୍ତୁ। ଯେହେତୁ ପ୍ରଭୁଜୀ ମୁଁ ଜାଣିଛି ପ୍ରଭୁଜୀଙ୍କୁ 8-10 ବର୍ଷ ହେଲାଣି 10 ବର୍ଷ ତ ପ୍ରଭୁଜୀ ଏବେ ପର୍ଯ୍ୟନ୍ତ ବି ଲାଗି ଅଛନ୍ତି। ଏତେ ବଡ଼ ମାନେ ଚାକିରି ଉଚ୍ଚ ପଦରେ ରହିଲା ପରେ ମାନେ ଛାଡ଼ିଲା ପରେ ଯେଉଁ ଡେଡିକେଟେଡ୍ ବୈଷ୍ଣବ ପ୍ରତି ଯେଉଁ ସେବା ଭାବ ତ ନିହାତି ଏତେ ବାଟରୁ ଆଇଲା ପରେ ଗୋଟେ ଡିଜାୟାର କରିକି ଛୋଟ ଛୁଆକୁ ଧରିକିରି ବୈଷ୍ଣବ ସଣ ପାଇଁ ଯେଉଁ ଲାଳସା ସେ ଲାଳସା ହିଁ ତାକୁ ଆଣିଦେଇଛି। ଯିଏ ଯିଏ ଆଇଛନ୍ତି ସବୁ ହୀରା এটা ଛୋଟିଆ ମୋଟିଆ ତପସ୍ୟାକରି ଆଇନାହାନ୍ତି ସବୁ ଲାଳସା ଥିଲେ ଟିକେ ଏଣ୍ଟ୍ରି ହବ ସବୁ ଲୋକ ଏଣ୍ଟ୍ରି ଏଇଟା ନିଷ୍କାମ ଭକ୍ତି ଏଠି କୋଉଠି କିଛି ପାଇବା ନାହିଁ ଏଇଟା ପ୍ରସାଦ ନାହିଁ ଭୋଜନ ନାହିଁ କିଛି ନାହିଁ ଆଇ ଯେ ଓନ୍ଲି ଫଲ୍ କୃଷ୍ଣ କଥା ଆମେ ପ୍ରଭୁଜୀଙ୍କର ଯୋଉ ଇଚ୍ଛାକୁ କମ୍ପ୍ଲିଟ୍ କରନ୍ତୁ ଭଗବାନ ସମସ୍ତେ ପ୍ରାର୍ଥନା କରିବେ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ମାତାଜୀ ଆପଣ କଣ ଡିଜାୟାର ଅଛି କୁହନ୍ତୁ ଏଇଟା ଭଗବାନ ପାଇଁ ଚିଠି ଲେଖା ହଉଛି। ପ୍ରଭୁ ମୋର ଗୋଟେ ବଡ଼ ପ୍ରଶ୍ନଟେ ଅଛି ପ୍ରଶ୍ନ ନାହିଁ ତ ମାତାଜୀଙ୍କର ତ
तो तांको भगवान किंदे कृपा करंतु सब वैष्णव संग नहीं भगवान को भक्ति से दृढ़ ऐकांतिक भक्ति प्राप्त हो भक्ति नहीं कौन ऐकांतिक भक्ति माने निश्चल भक्ति भगवान पाखे समस्ते गोटे थर हरे कृष्ण महामंत्र हरे कृष्णा 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 हरे 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 राम 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 हरे हरे जेती जाको पिला ने आछंती जेती जा पिला 1 2 3 4 5 6 7 केते 7 जन 7 ये 8 ये सब जाको पिला ऐकांतिक भक्ति करन हम समस्त बात ना हरे कृष्णा 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 हरे 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 राम राम हरे हरे प्रभु प्रभु हाँ प्रभु जी को मध्य भगवान कृपा करंतु अधिक रु अधिक तांको स्मरण शक्ति दियंतु भगवान को कथा को धारण करंतु तांको धारण करी हमु केमिति वर्षण करंतु आ ता सहित मध्य भगवान कृपा करे आम समस्तंकर प्रार्थना को सुनिमा हेबे जेटा कि भगवान को मध्य ऐकांतिक भक्ति प्राप्ति हो सेतपय आमे समस्त भगवान को ठारे हरे कृष्णा 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 हरे 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 राम राम हरे हरे तो मोरा कि देखो प्रत्येक जीव सबले धाम माने जिनको आहार निद्रा अलग अलग किंतु शिवजी आम एति दया करछन्ती आज मोर रियलाइजेशन कि हमको ऐकांतिक भक्तिर शिक्षा को श्रवण करिया को मिले जो देवाजी देव महादेव पाखे समस्त आज जगत पूरा प्लावित होती जे भाई एटा दरकार सेटा दरकार आज करोड़ चिठी जाऊ शिवजी पाख कि गोटे दिन आज हमको मिलला ना ये भोजी ना ये कौन फेस्टिवल कौन फेस्टिवल ना कुछ अरेंजमेंट ना कौन कई क्या कष्ट दिया किंतु इतनी सब हो गला गोटे पुणी माने निकल ना आमर छुआर किसी प्रॉब्लम अच्छी ना कार किसी प्रॉब्लम किसी ना ये सातरा छुआ लोक डरा मरा किसी ना यही भितर जो ये जो 2 घंटा हमको जो रुद्रंकर जो प्रेयर्स जोड़ा प्रचेता हमको मिलता जोड़ा नारद मुनि निर्देश रे आम आचार्य मान निर्देश अनुसार नारद मुनि प्रकट होते जो भगवान को स्तव करते करोड़ जन्म मिलने भी यही स्तुति की गान हो पार आम अहितुक भक्ति द्वारा जो शिवजी देवादेव महादेव जो गीत को जो स्तुति की गान करुले आज से भाग्य मिली प्रचार द्वारा कि आमको गान करने मौका दी आज उत्सव निश्चित शिवजी अशेष कृपा मुझे से देवादेव महादेव को मोर प्रार्थना समस्त विष्णु प्रार्थना कि प्रभु जिते आपंकर से दिन आस तो से भाव रुद्र गीता प्रति मोर भक्तिटा रो तो मुझे बहुत चेष्टा करी शिवजी कृपा आज प्रत्येक वर्ष शिव चतुर्दशी रे हमर ई रुद्र गीता को पाठ होची तो मु भी शिवजी को प्रार्थना होची प्रभु आपन अहितुक कृपा द्वारा आज मु प्रत्येक वर्ष करि पारुची इंदे बंचितिला पर्यंत आपन के गीत को मु गान करतबी जतबे शिव चतुर्दशी आस तो एही मोर प्रार्थना हरे कृष्णा 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 हरे कृष्णा हरे राम जय श्री जगतगुरु श्रील प्रभुपाद की जय। ओम विष्णुपाद परमहंस परिवार आचार्य अष्टोत्तर सुमनाभय चरणारविंद भक्तिवेदांत श्रील प्रभुपाद की जय। ओम विष्णुपाद परमहंस परिवार आचार्य अष्टोत्तर श्रील भक्ति सिद्धांत सुधा श्री प्रभुपाद की जय। साक्षात वैराग मूर्ति गौर कृष्णदास महाराज जय। सच्चिदानंद स्वरूप भक्ति ठाकुर महाराज जय। विष्णु सिद्ध सर्व जगन्नाथ दास महाराज की जय। श्रीरूप सनातन भट्ट रघुनाथ श्रीजीव गोपाल भट्टदास रघुनाथ षडगोसाई प्रभुगण की जय। को देसी कृष्ण चैतन्य प्रभु नित्यानंद सुधीर गदाधर शिवस्य गौर भक्तवृंद की जय। राधा कृष्ण गोपीनाथ राधा कुंड श्याम कुंड राज गोवर्धन की जय। ब्रज मथुरा वृंदावन धाम की जय। नित्यानंद गो सुंदर भगवान की जय। नवदीप मायापुर धाम की जय। जय जगन्नाथ बलदेव सुभद्रा माँ सुदर्शन की जय। क्षेत्र जगन्नाथपुर धाम की जय। गंगा मैया जमुना मैया की जय। भक्ति देव देवी तुलसी महारानी की जय। नामाचार्य श्रीलहरदास ठाकुर महाराज की जय। भुवन मंगल पावन कलयुग हरिनाम संकीर्तन यज्ञ की जय। हरे कृष्ण महामंत्र की जय। अनंत कोटि वैष्णव भक्तवृंद की जय। जय श्री श्री महाशिवरात्र की जय। रुद्र गीता की जय जय। श्रीमद् भागवतम की जय। चैतन्य चरितामृत की जय आसुतिवा गौर पूर्णिमा महोत्सव की जय गौर सुंदर प्रेमानंदे।